श्रीमदे भक्ति स्वामिनिति नामिने। नमस्ते सरस्वती देवे गौरवाणी प्रचारिणे। निर्विशेष शून्यवादी पाश्चात्य देशतारिणे। ॐ अज्ञानतिमिरन्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनभीष्टं स्थापितं येन भूतले स्वयं रूप कदा मह्यं ददाति स्वपदान्तिकम्। वन्देऽहं श्रीगुरु श्रीयुतपदकमलं श्रीगुरुन् वैष्णवांश्च श्रीरूपं साग्रजातं सहगणं रघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादान् सहगण ललिता श्रीविशाखान्वितांश्च। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधाकांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। मुखं करोति वाचालं पङ्गुं लङ्घयति गिरिं यत्कृपातमहं वन्दे श्रीगुरुदिनतारणं परमानंदमाधवं श्रीचैतन्येश्वरम्। हरे कृष्ण। सब भक्त माननकु हमर वैष्णव सदाचार क्लास रे स्वागत। आमे माने चर्चा करूचे भगवान को अर्पित निर्माल्य केमिति सम्मान पूर्वक ग्रहण करिबा। तेणु गत क्लास रे आमे चर्चा करथिले कि भगवान को अर्पित चरणामृत केमिति ग्रहण करिबा, भगवान को आरती देखा सरला परे केमिति आरती नवार विधि विषय रे चर्चा करथिले। आज आमे चर्चा करिबा कि जो अ, घृत दीप जो भगवान का अर्पित है तापर केमती विधि बद्ध तरीके से घृत दीप को भगवान को पूजारी देखे सारा परे जड़े भक्त केमती ताको अलग अलग स्थान रे देखांती से विषय रे सदाचार विषय रे चर्चा करिबा। किछि पारंपरिक मंदिर रे दीप को सर्वप्रथमे विग्रहଙ୍କ सम्मुखରେ ଥିବା ଗରୁଡଙ୍କ ନିକଟରେ ଅର୍ପଣ କରିବା ଆବଶ୍ୟକ ପଡେ। ତେଣୁ କୌଣସି କୌଣସି ମନ୍ଦିରରେ ମନ୍ଦିର ବାହାରେ ଗରୁଡ ଦେବ ବସିଥାନ୍ତି। ମନ୍ଦିର ଗେଟ୍ ପାଖରେ ଗରୁଡ ଦେବ ବସିଥାନ୍ତି। ତେଣୁ ଅନେକ ମନ୍ଦିରରେ ଯୋଉଠି ଗରୁଡ ଦେବ ସ୍ଥାପନ ଅଛନ୍ତି ସେଠି କଣ କରନ୍ତି, ପ୍ରଥମେ ଭଗବାନଙ୍କର ଯେହେତୁ ଗରୁଡ ହେଉଛନ୍ତି ବାହନ, ବିଷ୍ଣୁଙ୍କ ବାହନ କିଏ? ଗରୁଡ। ତେଣୁ ଭଗବାନଙ୍କର ନିଜେ ଭଗବାନଙ୍କର ନିଜ ବାହନ ହେଇଥିବାରୁ ଭଗବାନଙ୍କୁ ଅର୍ପିତ ଆରତି ଗରୁଡ ଦେବଙ୍କୁ ଦେଖାଯାଏ। ମାନେ ତାପରେ ପ୍ରଭୁପାଦଙ୍କ ପାଖକୁ ଅଣାଯାଏ। ଆଉ ସେଇ ଅନୁସାରେ ବରିଷ୍ଠ ଭକ୍ତ ପ୍ରଭୁପାଦଙ୍କର ସନ୍ନ୍ୟାସୀ ଶିଷ୍ୟ ସେଇ କ୍ରମରେ ଆରତି ଦେଖାଯାଏ। ତେଣୁ ଯେତେବେଳେ ଦୀପ ଆମ ପାଖକୁ ଆସିବ ଭଗବାନଙ୍କ ଅର୍ପିତ ଆରତି ଘୃତ ଆରତି, ତାକୁ ଆମେ ହାତରେ ଦି ହାତରେ ନେଇ ମସ୍ତକ ଉପରେ ଲଗେଇବା ଆଉ ଜୟ ମହାପ୍ରସାଦ ଉଚ୍ଚାରଣ କରିପାରିବା। ଏ ହଉଛି ଘୃତ ଦୀପ ସମ୍ମାନ ପୂର୍ବକ ନିର୍ମାଲ୍ୟ ଗ୍ରହଣ କରିବାର ବିଧି। ତାପରେ ଭଗବାନଙ୍କର ବସ୍ତ୍ର ମଧ୍ୟ ନିର୍ମାଲ୍ୟ ଅଟେ। ତାହା ପ୍ରସାଦ ସ୍ୱରୂପ ଆଦର ପୂର୍ବକ ବିତରଣ କରାଯାଇପାରେ। ଯେତେବେଳେ ବେଳେ ବେଳେ ଆମର ଭଗବାନଙ୍କର ଅର୍ଚ୍ଚା ବିଗ୍ରହଙ୍କର ଯୋଉ ପୋଷାକ ଥାଏ, ବସ୍ତ୍ର ଥାଏ, ସେ ବସ୍ତ୍ର ଅନେକ ହେଇଯାଇଥାଏ। ଆଉ ସମୟ ଆସିଲେ ପୂଜାରୀ ସେ ବସ୍ତ୍ର ପୁରୁଣା ବସ୍ତ୍ର ଗୁଡାକୁ କଣ କରିବ ଭାବିଥାନ୍ତି। ତେଣୁ ଯେ ଟିକେ ଗମ୍ଭୀର ଭକ୍ତ ଯେ ଘରେ ନେଇ ତାକୁ ଭଲ ଭାବରେ ରଖିପାରିବେ ତାଙ୍କୁ ସେ ବସ୍ତ୍ର ନିର୍ମାଲ୍ୟ ରୂପରେ ଦେଇପାରନ୍ତି। ତେଣୁ ଭଗବାନଙ୍କର ଯୋଉ ବସ୍ତୁ ସବୁ ଲାଗେ ତାକୁ ନିର୍ମାଲ୍ୟ କୁହାଯାଏ, ଯାହାକୁ ଭଗବାନ ସ୍ୱୀକାର କରିସାରିଛନ୍ତି। ଆଉ କିଛି ତଦୀୟ
ଯୋଉମାନେ ତଦୀୟ ଭକ୍ତ ମାନେ ଅଛନ୍ତି, ତଦୀୟ ବସ୍ତୁ ଅଛି ଭଗବାନଙ୍କର, ତାକୁ ବड़ी ସାବଧାନୀ ପୂର୍ବକ ଅନ୍ୟମାନଙ୍କୁ ଦବା ଉଚିତ। ଆଁ, ଅନ୍ୟ ପୂଜନୀୟ ବସ୍ତୁକୁ ମଧ୍ୟ ବାହାରେ ତାହାର ଆଦର କରିବା ଉଚିତ। ଯେପରି ଭଗବାନଙ୍କ ବ୍ୟବହୃତ ଅଳଙ୍କାର, ପୂଜୋପକରଣ ସାମଗ୍ରୀ ଅ, କାନ୍ଥରେ ଟାଙ୍ଗି ରଖାଯିବା ଉଚିତ। ଯେମିତି ପୂଜାରୀ ବେଳେ ବେଳେ ଅନେକ ଅନେକ ମନ୍ଦିର ଦେଖାଯାଏ, ଯେମିତି ଭଗବାନଙ୍କୁ ଚାମର ଆଉ ମୟୂର ପଙ୍ଖ ଲଗା ଆରତି ସମୟରେ ଦେଖାଯାଏ। ତେଣୁ ତାକୁ ସମ୍ମାନ ପୂର୍ବକ ଉପର ସ୍ଥାନ ରଖିବା ଉଚିତ। ଯୋଉ ସ୍ଥାନରେ ମାଟି ମାନେ ପାଦ ଛୁଇଁବନି, ତଳେ ରଖିବା ଉଚିତ ନାହିଁ। ତେଣୁ ଏଥିରୁ ସୂଚିତ ହଉଛି କି ଆମ୍ଭେମାନେ ଭଗବାନଙ୍କର ଯୋଉ ସମ୍ବନ୍ଧିତ ବସ୍ତୁ, ତଦୀୟ ବସ୍ତୁ ଗୁଡିକୁ ସମ୍ମାନ ପୂର୍ବକ ଉଚ୍ଚ ସ୍ଥାନରେ ରଖିବା। ଯେମିତି ଆମମାନେ, ଆପଣ ମାନେ ନୋଟ ଲେଖୁଛନ୍ତି, ନୋଟ ରେ ବି ଭଗବାନଙ୍କ ବିଷୟ ଲେଖା ହଉଛି, ତେଣୁ ତାକୁ ପୁରା ଜମି ଉପରେ ରଖିବାକୁ ଉଚିତ ନୁହେଁ। ଆଟଲିଷ୍ଟ ଭକ୍ତମାନେ ସଦାଚାର ପୂର୍ବକ କେମିତି ରଖନ୍ତି ନା, ନିଜ ଧୋତି ଉପରେ ରଖିପାରନ୍ତି, କି କୌଣସି ଟେବୁଲ ପ୍ରୟୋଗ କରିପାରନ୍ତି, କି କେହି କେହି ପିଢା ୟା ଛୋଟ ପଟା ୟୁଜ କରିପାରନ୍ତି। ତେଣୁ ଏଇ ଯୋଉ ଗ୍ରନ୍ଥ ହଉ, ମୃଦଙ୍ଗ ହଉ, ନହେଲେ ଆପଣଙ୍କର ନିଜର ଖାତା ବି ହଉ, ଭଗବାନଙ୍କ ସମ୍ବନ୍ଧୀୟ ଗ୍ରନ୍ଥ ବି ହଉ, ତାକୁ କେବେ ମାନେ ଆମେ ଯୋଉଠୁ ବସିଛି ସେଇ ସ୍ତରରେ ରଖିବା ଉଚିତ ନୁହେଁ। ଟିକେ ଉଚ୍ଚ ସ୍ଥାନ ରଖିବା ସଦାଚାର ହଉଛି। ତେଣୁ ଆମେ ଭଗବାନଙ୍କ ଭଳି ଭଗବାନଙ୍କ ସମ୍ବନ୍ଧିତ ବସ୍ତୁକୁ ବି ସମ୍ମାନ କରୁଛେ। ଇଏ କଣ ସୂଚନା ଦଉଛି ନା, ଯେମିତି ଏ ସବୁ ବସ୍ତୁ ବଳରାମଜୀଙ୍କର ବିସ୍ତାର। ବଳରାମଜୀ ନିଜକୁ ବିସ୍ତାର କରନ୍ତି ଭଗବାନଙ୍କ ସେବା ପାଇଁ। ତେଣୁ ସବୁ ଏଇ ମୃଦଙ୍ଗ ହଉଛି କଣ, ବଳରାମଙ୍କର ବିସ୍ତାର। ମୃଦଙ୍ଗ ବ୍ରହ୍ମ ରୂପାୟ ଲାବଣ୍ୟ ରସ ବିଗ୍ରହ। ଏ ମୃଦଙ୍ଗ ହଉଛି କଣ, ବଳରାମଙ୍କର ବିସ୍ତାର ଭଗବାନ କୃଷ୍ଣଙ୍କର ସେବା ପାଇଁ। ତେଣୁ ଯୋଉ ଯୋଉ ତଦୀୟ ବସ୍ତୁ ଗୁଡିକ ଅଛି, ତାକୁ ସମ୍ମାନ ପୂର୍ବକ ରଖିବା ଉଚିତ। ସିଧା ଜମି ଉପରେ ରଖିବା ଉଚିତ ନୁହେଁ, ୟା ଆମର ପାଦ ଛୁଉଁଥିବା ସ୍ଥାନରେ ରଖିବା ଉଚିତ ନୁହେଁ। ତାକୁ ଆମେ ସମ୍ମାନ ପୂର୍ବକ ଉଚ୍ଚ ସ୍ଥାନରେ ରଖିବା ବହୁତ ଆବଶ୍ୟକ। ଅନ୍ୟ ପୂଜନୀୟ ବସ୍ତୁକୁ ମଧ୍ୟ ରଖି ତାହାର ଆଦର କରିବା ଉଚିତ। ଯେପରି ଭଗବାନଙ୍କର ବ୍ୟବହୃତ ଅଳଙ୍କାର, ପୂଜୋପକରଣ ସାମଗ୍ରୀ କାନ୍ଥରେ ଟାଙ୍ଗି ରଖାଯିବା ଉଚିତ। ବେଳେ ବେଳେ ପୂଜାରୀ ବି ପୁରୁଣା ଅଳଙ୍କାର ଗୁଡିକ, ଯୋଉଟା ଭଗବାନଙ୍କର ସଜା ସିଙ୍ଗାର ପାଇଁ ପ୍ରୟୋଗ ହୁଏ, ତାକୁ ବି ବଡି ସାବଧାନ ସହକାରେ ରଖନ୍ତି। ଏହିପରି ବସ୍ତ୍ରକୁ କେବଳ ଭକ୍ତିମୟ କାର୍ଯ୍ୟରେ କାଟିବା ବା ସିଲାଇ କରିବା ଉଚିତ। ଜପମାଳା, ମୁଣା, ଛୋଟ ଛୋଟ ପିଲାଙ୍କର ନାଟକ ନିମିତ୍ତ ବେଶ ପୋଷାକ ଏଥିରେ କରାଯାଇ ପାରିବ। ତେଣୁ ଯେହେତୁ ଭଗବାନଙ୍କର ପୁରୁଣା ବସ୍ତ୍ର, ୟା ଭଗବାନଙ୍କର ଯେମିତି କିଛି ପୁରୁଣା ଅଳଙ୍କାର ଅଛି, କିଛି କପଡା ଅଛି, ତାକୁ ବଡି ସମ୍ମାନ ପୂର୍ବକ ପ୍ରୟୋଗ କରିବା ଉଚିତ। ଯେମିତି ଗୋଡ ନ ଲାଗେ, ପାଦ ନ ଲାଗେ, ଶରୀରର ଅଣ୍ଟା ତଳୁ ତଳ ଅଙ୍ଗରେ ଯେମିତି ପ୍ରୟୋଗ ନ ହୁଏ, ଆମେ ସାବଧାନ ରହିବା। ଭଗବାନଙ୍କର ବସ୍ତୁକୁ ଶରୀରର ନିମ୍ନ ଜାଗା ଦ୍ଵାରା ଆବୃତ କରାଯିବା ଉଚିତ ନୁହେଁ। ତେଣୁ ଭଗବାନଙ୍କୁ ଯୋଉ ଅର୍ପିତ କପଡା ଆମେ ଆଣି ୟୁଜ କରିବା କଥା ନୁହେଁ। ହୁଁ ତାକୁ ଆମେ ଶୁଭ କାର୍ଯ୍ୟରେ ଲଗେଇ ପାରିବା, ଜପମାଳା କରିବା, ଜପମାଳା ଜପ ବ୍ୟାଗ କରିବା, ଆଉ ଅନ୍ୟାନ୍ୟ କିଛି ଶୁଦ୍ଧ କାର୍ଯ୍ୟରେ ଲଗେଇ ପାରିବା। ହୁଁ ପରବର୍ତ୍ତୀ ଯୋଉ ସଦାଚାର ହଉଛି ମହାପ୍ରସାଦ। ଜଗନ୍ନାଥ ମନ୍ଦିରରେ ଯେମିତି ବିଧି ଅଛି, ତେଣୁ ଭଗବାନଙ୍କୁ ଅର୍ପିତ ହୁଏ ଭୋଗ, ଭଗବାନ ପାଇସାରିଲା ପରେ ସେ ହେଇଯାଏ ପ୍ରସାଦ। ହୁଁ ତାପରେ ଜଗନ୍ନାଥପୁରରେ ବିଧି ଅଛି, ବିମଳା ମାତା ସ୍ୱୀକାର କଲେ ସେ ଯାଏ ମହାପ୍ରସାଦ। ତେଣୁ ଭଗବାନଙ୍କର ମହାପ୍ରସାଦ ଆଉ ଭଗବାନଙ୍କ ଭିତରେ କିଛି ଅନ୍ତର ନଥାଏ। କୃଷ୍ଣ ଆଉ କୃଷ୍ଣଙ୍କ ପ୍ରସାଦ ଭିତରେ କିଛି ଅନ୍ତର ନାହିଁ। ତେଣୁ ପ୍ରସାଦକୁ ଆମେ ଯଥୋଚିତ ସମ୍ମାନ କରିବା। କେବେ କହିବାନି ଯେ ଆମେ ପ୍ରସାଦ ଖାଉଛେ ଖାଉଛେ, ନା ନା, ପ୍ରସାଦ ସମ୍ମାନ କରୁଛେ, ପ୍ରସାଦ ଆସ୍ୱାଦନ କରୁଛେ। ହଁ ଭାରତରେ ଅଧିକାଂଶ ମନ୍ଦିରରେ ଦେଖାଯାଏ ଯେ, ଦର୍ଶନ ଆରତି ପରେ ପୂଜାରୀ କିଛି ପ୍ରସାଦ ଆଣି ଗର୍ଭଗୃହରେ କିମ୍ବା ବାହାରେ ଭକ୍ତଙ୍କୁ ପ୍ରସାଦ ବାଣ୍ଟି ଥାଏ। ତେଣୁ ଅନେକ ମନ୍ଦିରରେ ଅନେକ ପ୍ରକାର ବିଧି ଅଛି। କୌଣସି କୌଣସି ମନ୍ଦିରରେ ଯୋଉ ଦର୍ଶନାର୍ଥୀ ମାନେ ଆସନ୍ତି, ତାଙ୍କ ପାଇଁ କିଛି ବିଶେଷ ପ୍ରସାଦର ବ୍ୟବସ୍ଥା ଥାଏ। ଯେତେବେଳେ ପୂଜାରୀ ବାଣ୍ଟନ୍ତି,
ନହେଲେ କୌଣସି ଭକ୍ତ ନିୟୋଜିତ ଥାନ୍ତି ପ୍ରସାଦ ବାଣ୍ଟିବା ପାଇଁ। କେବେ କେବେ ପ୍ରଚାର ଦୃଷ୍ଟିରୁ ନୂଆ ଲୋକଙ୍କୁ ପ୍ରସାଦ ବଣ୍ଟା ଯାଇପାରେ। ଭକ୍ତ ଏହି ଉଚ୍ଚିଷ୍ଟକୁ ଅ, ଶୀଘ୍ର ଗ୍ରହଣ କରିଥାଏ। ଯଦି ସମ୍ଭବ ହୁଏ ପ୍ରସାଦକୁ ଭଗବାନଙ୍କ ସମକ୍ଷରେ ନ ଖାଇ ମନ୍ଦିରକୁ ବାହାରୁ ଯାଇ ଖାଇବା ଉଚିତ। ତେଣୁ ଭଗବାନଙ୍କ ସାମ୍ନାରେ ଆମେ ଏଠି ଖାଇବା ପିଇବା କରିବା, ଅର୍ଚ୍ଚା ବିଗ୍ରହ ସମ୍ମୁଖରେ କରିବା ସଦାଚାର ନୁହେଁ। ଯଦି ପ୍ରସାଦ କିଛି ମିଳିଲା ଆମେ ନବା, ମନ୍ଦିର ବାହାରେ କୋଉଠି ପାଇବା। ହୁଁ। ଯେମିତି ଥରେ ଚୈତନ୍ୟ ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଉଦ୍ଧାର କରିବା ପରେ ପ୍ରାତକାଳୀନ ସମୟରେ ଜଗନ୍ନାଥ ମନ୍ଦିର ଦର୍ଶନ କରି ଜଗନ୍ନାଥଙ୍କୁ ଅର୍ପିତ ନିର୍ମାଲ୍ୟ ନେଇ ପହଞ୍ଚିଗଲେ ସକାଳୁ ସକାଳୁ ପୁରା। ସୂର୍ଯ୍ୟୋଦୟ ପାଖାପାଖି କିଛି ବସ୍ତ୍ର, ଭଗବାନଙ୍କର ପୁଷ୍ପମାଳା ଆଉ ମହାପ୍ରସାଦ। ଯେତେବେଳକୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଶୋଇଥିଲେ, ମହାପ୍ରଭୁ ତାଙ୍କ ଘର ପାଖରେ ପହଞ୍ଚିଗଲେ। ତାପରେ ମହାପ୍ରଭୁ ଦରୱାଜା ଯେମିତି ଖୋଲିବା ପାଇଁ ସଂକେତ କଲେ, ତୁରନ୍ତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ନିଦ୍ରାରୁ ଉଠିଛନ୍ତି, କୃଷ୍ଣ କୃଷ୍ଣ କରିକି ଆସିଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତା ପୂର୍ବରୁ ଜଣେ ମାୟାବାଦୀ ସଦୃଶ ଥିଲେ। ଭଗବାନଙ୍କ ପ୍ରତି ଅତୁଟ ଶ୍ରଦ୍ଧା ନଥିଲା, ପଣ୍ଡିତ ନଥିଲେ, କିନ୍ତୁ ମହାପ୍ରଭୁଙ୍କ ସଙ୍ଗ ଲାଭ କରି ସେ ଜଣେ ମହାନ ଭକ୍ତ ହେଲେ। ଆଉ ଭଗବାନଙ୍କର ମହାପ୍ରସାଦକୁ ବଡି ସମ୍ମାନ ପୂର୍ବକ ଗ୍ରହଣ କଲେ। ପ୍ରସାଦ ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ୍, ପ୍ରସାଦ ପାଇବା ମାତ୍ରେ ସମ୍ମାନ କରିବା ଉଚିତ। ତେଣୁ ସଦାଚାର ଅନୁସାରେ ଆମକୁ ଯେତେବେଳେ ମହାପ୍ରସାଦ ମିଳିବ, ଆମେ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ସାମ୍ନାରେ ପାଇବାନି, ଟିକେ ବାହାରୁ ଯାଇ ଭଗବାନ ପାଇବା। ଇଏ ହଉଛି ସଦାଚାର। ଯଥା ସମ୍ଭବ ଶୁଷ୍କ ପ୍ରସାଦକୁ ବିତରଣ କରିବା ପାଇଁ ପ୍ରୟାସ କରିବା ଉଚିତ, କାରଣ ରସଯୁକ୍ତ ପ୍ରସାଦକୁ ବାଣ୍ଟିବା ଦ୍ୱାରା ଭୂମିରେ ପଡିବାର ସମ୍ଭାବନା ଥାଏ। ତେଣୁ ଆମେ ଯଦି କିଛି ରସିଲା ଜିନିଷ, କ୍ଷୀରି ବାଣ୍ଟିଲେ କି ଯୋଉ କୌଣସି ପାଣିଆ ଜିନିଷ ବାଣ୍ଟିଲେ, ତାହେଲେ ଆମେ ଦୋନା ଫୋନାରେ ବାଣ୍ଟି ପାରିବା। ହାତରେ ଦେବା ଭଳି ଜିନିଷ, ଶୁଖିଲା ଜିନିଷ ହେଲେ ଭଲ। ତେଣୁ ଅନ୍ୟ ନିୟମ ସବୁ କଣ ଅଛି? ଆଧ୍ୟାତ୍ମିକ ପୁସ୍ତକ, ଜପମାଳା, କରତାଲ ଇତ୍ୟାଦି ବସ୍ତୁକୁ ଭୂମି ଉପରେ ରଖିବା, ଅପବିତ୍ର ସ୍ଥାନରେ ନ ରଖିବା ଉଚିତ। ଏସବୁ ଯୋଉ ବସ୍ତୁ ଅଛି, ଚାହେ ପୁସ୍ତକ ଗ୍ରନ୍ଥ ହଉ, ଚାହେ କରତାଲ ହଉ, ଚାହେ ମୃଦଙ୍ଗ ହଉ, ଏସବୁ ଭଗବାନଙ୍କ ସେବାରେ ବଳରାମଜୀଙ୍କର ବିସ୍ତାର। ତେଣୁ ଆମେ ଯେତେ ସମ୍ଭବ ତାକୁ ମାଟି ଉପରେ, ଭୂମି ଉପରେ ରଖିବା ଉଚିତ ନୁହେଁ। ତାକୁ ଟିକେ ଉଚ୍ଚା ସ୍ଥାନ ରଖିବା। ଯଦି ମାଟି ଉପରେ ରଖିବା ତାହେଲେ ତଳେ ଗଦି ଲଗେଇଦବା, କିଛି ଗୋଟେ ସମ୍ମାନ ପୂର୍ବକ ରଖିବା ଉଚିତ। ହୁଁ। କୌଣସି ପବିତ୍ର ବସ୍ତୁକୁ ପାଦରେ ସ୍ପର୍ଶ କରିବା ଉଚିତ ନୁହେଁ। ଯେଉଁ କାର୍ଯ୍ୟ ହଉ, ଯେଉଁ କାର୍ଯ୍ୟ ହସ୍ତ ଦ୍ୱାରା ହେବ, ସେଥିପାଇଁ ଅ, ପାଦ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ହଁ। ତେଣୁ ବେଳେ ବେଳେ ଲୋକମାନେ କଣ କରନ୍ତି, ଧରନ୍ତୁ ଆପଣ ଗୋଟେ କିଛି ବସ୍ତୁ ପଡିଛି, ପାଦରେ ଠେଲି ଠେଲି ନେବା ଠିକ ନୁହେଁ, ହାତରେ ଉଠେଇବା ଉଚିତ। ହଁ। ଏଇଟା ହଉଛି ସଦାଚାର। ଯଦି କୌଣସି ପବିତ୍ର ବସ୍ତୁ ଭୂମିରେ ପଡିଯାଏ, ତାହାକୁ ଶୀଘ୍ର ଉଠାଇ ମସ୍ତକରେ ସ୍ପର୍ଶ କରିବା ଉଚିତ। ଯଦି ହାତରୁ ଖସିଗଲା ଫୁଲଟିଏ, ଭଗବାନଙ୍କ ଅର୍ପିତ ଫୁଲଟିଏ, ତୁଳସୀଟିଏ, ଆମେ କଣ କରିବା, ତାକୁ ଉଠେଇକି ମସ୍ତକରେ ଲଗେଇବା, ତାପରେ ଆସ୍ୱାଦନ କରିବା। ଆମେ ସବୁ ଜିନିଷର ଭଗବାନଙ୍କ ସମ୍ବନ୍ଧିତ ଜାଣି ସମ୍ମାନ କରିବା। ଗ୍ରନ୍ଥ, ଭକ୍ତ, ପ୍ରସାଦ, ଭଗବାନଙ୍କୁ ଅର୍ପିତ କରାଯାଉଥିବା ପୁଷ୍ପ, ଅନ୍ୟ ପବିତ୍ର ବସ୍ତୁକୁ ଡେଇଁବା ବି ଉଚିତ ନୁହେଁ। ଜମ୍ପ କରିବା ବି ଉଚିତ ନୁହେଁ। ମାନେ ଭକ୍ତ ବସିଛନ୍ତି, ଆମେ ଜମ୍ପ କରି ଚାଲିଯିବା, ଏଇଟା ବି ସଦାଚାର ନୁହେଁ। ହୁଁ। ୟା ଗ୍ରନ୍ଥକ ଉପରେ ବି ଜମ୍ପ କରିବା ଉଚିତ ନୁହେଁ। ପ୍ରସାଦ ବି ତାକୁ ଲମ୍ପ କରି ଜମ୍ପ କରି ଯିବା ଉଚିତ ନୁହେଁ। ତେଣୁ ଫୁଲଟିଏ ହଉ, ଭଗବାନଙ୍କ ଅର୍ପିତ ପୁଷ୍ପଟିଏ ହଉ, ପ୍ରସାଦ ହଉ, ଭକ୍ତ ହଉ, ଗ୍ରନ୍ଥ ହଉ, ଏମାନଙ୍କୁ ଲାଙ୍ଘିକିନି ଯିବା କଥା ଉଚିତ ନୁହେଁ। ଥରେ ଚୈତନ୍ୟ ମହାପ୍ରଭୁଙ୍କର ସେବକ ଥିଲେ ଗୋବିନ୍ଦ। ସେ କୋଉଠି ରହୁଥିଲେ? ଗମ୍ଭୀରାରେ। ମହାପ୍ରଭୁଙ୍କର ବ୍ୟକ୍ତିଗତ ସେବା କରନ୍ତି। ଥରେ ମହାପ୍ରଭୁ ବିଶ୍ରାମ କରିଛନ୍ତି। ଗୋବିନ୍ଦ କଣ ହେଲା, ମହାପ୍ରଭୁଙ୍କର ନିଜର ଶରୀର ମସାଜ କରନ୍ତି। କିନ୍ତୁ ସେ ସେପଟକୁ ଯିବାକୁ ଥିଲା, ତେଣୁ ସେ କଣ କଲେ, ମହାପ୍ରଭୁଙ୍କୁ ଲଙ୍ଘନ କରି ପଳେଇଲେ। କିନ୍ତୁ ସେ ନିଜେ ପ୍ରସାଦ ପାଇନଥିଲେ, ପ୍ରସାଦ ଏପଟେ ଥିଲା। ସେ ସେପଟେ ରହିଲେ, ଏପଟକୁ ଆସିଲେନି। ମହାପ୍ରଭୁ ପଚାରିଲେ, ଗୋବିନ୍ଦ ତମେ କାହିଁକି ଏଠି ଅଛ?
ନା ମହାପ୍ରଭୁ ଆପଣଙ୍କ ସେବା ହିଁ ମୁଁ ଆପଣଙ୍କ ଶରୀରକୁ ଲଙ୍ଘନ କରି ଆସିଲି। କିନ୍ତୁ ମୋ ପ୍ରସାଦ ପାଇଁ ମୁଁ ଲଙ୍ଘନ କଲିନି, ମୁଁ ଏପଟେ ରହିଲି। ମହାପ୍ରଭୁ ଗୋଟେ ପ୍ରସନ୍ନ ହେଲେ। ସେଇପରି ଥରେ ଯଦୁରାଣୀ ମାତାଜୀ, ପ୍ରଭୁପାଦଙ୍କର ଶିଷ୍ୟା ଅଛନ୍ତି, ସେ ଯଦୁରାଣୀ ମାତାଜୀ ଥରେ ପେଣ୍ଟିଂ କିଛି ଟାଙ୍ଗିବାର ଥିଲା କାନ୍ଥରେ। ହଁ, ସେ ସେଣୁ କଣ କଲେ ନା ଆଁ, ପ୍ରଭୁପାଦଙ୍କ ଗୋଟେ ଚେୟାରକୁ ଚଢିଲେନି। ହଁ, ପ୍ରଭୁପାଦଙ୍କୁ ପଚାରିଲେ, ପ୍ରଭୁପାଦ କହିଲେ ଭଗବାନଙ୍କ ସେବା ପାଇଁ ତୁମେ ମୋ ଉପରେ ବି ଚଢି ପାରିବ, କିନ୍ତୁ ଏମିତି ଚଢିବା କଥା ନୁହେଁ। ପ୍ରଭୁପାଦ କହିଲେ ଗୋଟେ ଉଦାହରଣ ଦେଇ, ଭଗବାନଙ୍କ ସେବା ପାଇଁ ବେଳେ ବେଳେ ନିୟମକୁ ଉଲ୍ଲଂଘନ କରାଯାଏ, ବଡି ସାବଧାନ ପୂର୍ବକ, ନକଲ କରାଯାଇ ପାରେ ନା। ହଁ, ଜଣେ ଭକ୍ତ କହୁଥିଲେ, ବୈଷ୍ଣବ ମହାରାଜ କୋଉଠି ଥିଲେ, କହିଲେ ମୋ ଶରୀର ଭାରି ବିନ୍ଧୁଛି, ମତେ ଟିକେ ହେଭି ମସାଜ ଦରକାର। ହୁଁ, ଆଉ ମୁଁ ଯଦି ଆଉ କିଏ ପିଲା ହେଇଥାନ୍ତା ମୁଁ ତ କହିଲି ମୋ ଉପରେ ଚଢିଯା। ହଁ, ଆଉ ନାଇଁ, ସେ ଭକ୍ତ ମସାଜ କଲେ। ସେ ଭକ୍ତ କହିଲେ ମହାରାଜ ହାତରେ ଏଇଟା ଭଲ ହଉନି, ଏତେ ଚଢିକିନି କରିବା ନା ଭଲ ହବ। ତ ମହାରାଜ ତାଙ୍କୁ ଅନୁମତି ଦେଲେ ଚଢିକିନି କରିବା ପାଇଁ। ଏମିତି ଭକ୍ତ ମାନଙ୍କ ସ୍ୱର ଉପରେ ଆମେ ଚଢିବା କଥା ନୁହେଁ। ହଁ, ଯଦି ସେବା ଦୃଷ୍ଟିରୁ କେତେବେଳେ କଣ ସେମାନଙ୍କୁ ଆଦେଶ ଦେଇ ଶରୀର ବଡି ସଂକଟରେ ଅଛି, କରିବା କଥା, ଏମିତି ବ୍ୟତିକ୍ରମ କରିବା ଉଚିତ ନୁହେଁ ଆକ୍ଚୁଆଲି। ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିକୁ ପବିତ୍ର ବସ୍ତୁ ଦେବା ସମୟରେ ତାକୁ ଫିଙ୍ଗିବା ଉଚିତ ନୁହେଁ। ବେଳେ ବେଳେ ଆମେ ପ୍ରସାଦ ବାଣ୍ଟୁଥିଲେ କଦଳୀ ଫୋପାଡ଼ି ଦଉ, ଲେମ୍ବୁ ଟିକେ ଫୋପାଡ଼ି ଦେଲେ, ଫୋପାଡିଆ ସଦାଚାର ନୁହେଁ। ଏପରି ବସ୍ତୁକୁ ନେବା ଆଣିବା ଅତ୍ୟନ୍ତ ସାବଧାନ ସହକାରେ କରାଯିବା ଉଚିତ। ଜପମାଳା, ଗ୍ରନ୍ଥ, ଗୋପୀଚନ୍ଦନ ଆଦି ପବିତ୍ର ବସ୍ତୁକୁ ଅ, ସ୍ନାନ ଗ୍ରହକୁ ସ୍ନାନ ଗୃହକୁ ନେବା ଉଚିତ ନୁହେଁ। ବାଥରୁମକୁ ଆମେ ଜପମାଳା, ଗ୍ରନ୍ଥ, ଗୋପୀଚନ୍ଦନ ଆଦି ନେବା ଉଚିତ ନୁହେଁ। ଗୁରୁ ଏବଂ ଭଗବାନ କୃଷ୍ଣଙ୍କର ପ୍ରତିମାକୁ ଅତ୍ୟନ୍ତ ସାବଧାନତା ଏବଂ ଆଦର ସହକାରେ ନେବା ଆଣିବା କରିବା ଉଚିତ। ହୁଁ, ତେଣୁ ଗୁରୁଙ୍କର ଯୋଉ ପ୍ରତିମା ଅଛି, ଫଟୋ ଅଛି, ୟା ଭଗବାନଙ୍କ ପ୍ରତିମାକୁ ବଡି ଆଦର ପୂର୍ବକ ନବା ଆଣିବା କରିବାର ଅଛି। ହରିନାମ ଚଦର ସମ୍ପର୍କରେ ଅଧିକ ଜାଣିବା ଆବଶ୍ୟକ। ଏ ଚଦରରେ ଭଗବାନଙ୍କର ପବିତ୍ର ନାମ ଛପା ଯାଇଥିବାରୁ ଏହାକୁ ପବିତ୍ର ବସ୍ତୁ ଅନୁସାରେ ସମ୍ମାନ ଦେବା ଉଚିତ। ଅତଏବ ଏହାକୁ ଭୂମିରେ ସ୍ପର୍ଶ କରିବା ଉଚିତ ନୁହେଁ। ହରିନାମ ଚଦର ବ୍ୟବହାର କରିଥିବା ବ୍ୟକ୍ତି ଶରୀରକୁ ହରିନାମ ଚଦର କାଢିଦେବା ପରେ ଯୋଗ୍ୟ ସ୍ଥାନରେ ରଖିଦେବା ଉଚିତ। ସେଇ ପ୍ରକାର ଭଗବାନଙ୍କର ଚିତ୍ର ଛପା ଯାଇଥିବା କୁର୍ତ୍ତା ବା ଟି ସାର୍ଟକୁ ମଧ୍ୟ ଉପରୋକ୍ତ ପ୍ରଣାଳୀରେ ବ୍ୟବହାର କରିବା ଉଚିତ। ବେଳେ ବେଳେ ଭକ୍ତମାନେ ବୃନ୍ଦାବନ ଯାଆନ୍ତି, ଆଉ ବୃନ୍ଦାବନରେ ବଢିଆ ଟି ସାର୍ଟ ନେଇକି ଆସନ୍ତି, ଆଇ ଲଷ୍ଟ ମାଇ ହାର୍ଟ ଇନ ବୃନ୍ଦାବନ, ହରେ କୃଷ୍ଣ ମନ୍ତ୍ର ଲେଖା ଯାଇଥାଏ ଟି ସାର୍ଟରେ। ହୁଁ, ତେଣୁ ସେ ସବୁ ଯୋଉ ଲେଖା ଯାଇଥିବା ଭଗବାନଙ୍କର ଫଟୋ ଛପା ହେଇଥିବା ଯୋଉ କୁର୍ତ୍ତା ହଉ ଟି ସାର୍ଟ ହଉ, ତାକୁ ଆମେ ବାଥରୁମ ରେ ୟୁଜ କରିବାନି, ତାକୁ ଭୂମି ଉପରେ ଫୋପାଡିବାନି, ତାକୁ ସମ୍ମାନ ପୂର୍ବକ ରଖିବା। ମୁଖ୍ୟ ରୂପରେ ହରିନାମ ଚାଦର, ଯେହେତୁ ଭଗବାନଙ୍କର ନାମ ଅଛି। ଯେମିତି ଆପଣ ଜାଣନ୍ତି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କର ପ୍ରିୟ ହଉଛି କଣ ନା ଗୀତ ଗୋବିନ୍ଦ। ପ୍ରାତକାଳୀନ ସମୟରେ ଗୀତ ଗୋବିନ୍ଦ ଗାଇ ଜଗନ୍ନାଥଙ୍କୁ ଉଠାଯାଏ। ଆଉ ସନ୍ଧ୍ୟା ସମୟ, ରାତ୍ରି ସମୟରେ ବି ବଡସିଂହାର ଠାକୁରଙ୍କ ଶୟନ ସମୟରେ ବି ଗୀତ ଗୋବିନ୍ଦ ପାଠ କରାଯାଇଥାଏ। ଆଉ ଭଗବାନଙ୍କୁ ଯେତେବେଳେ ଶୟନ ଦିଆଯାଏ, ଗୋଟେ ଚଦରରେ ଗୀତ ଗୋବିନ୍ଦ ଲେଖା ହେଇଛି, ସେ ଚଦର ଭଗବାନଙ୍କୁ ଅ, ଶରୀରରେ ଲେପଟା ଯାଏ। ହୁଁ, ତାକୁ କଣ କହନ୍ତି ଖଣ୍ଡୁଆ ପାଟ। ଜଗନ୍ନାଥଙ୍କୁ କଣ ଦିଆଯାଏ ଖଣ୍ଡୁଆ ପାଟ, ଯୋଉଥିରେ ଗୀତ ଗୋବିନ୍ଦ ଲେଖା ହେଇଛି। ତେଣୁ ଏଇ ସବୁ ସବୁ ତଦୀୟ ବସ୍ତୁ ଗୁଡିକୁ ବଡି ସାବଧାନ ସହକାରେ ପ୍ରୟୋଗ କରିବା ଉଚିତ। ଦଣ୍ଡବତ କରିବା ସମୟରେ ହସ୍ତରେ କିମ୍ବା କଣ୍ଠରେ ଥିବା ଜପମାଳା ଯେପରି ଭୂମି ସ୍ପର୍ଶ ନ କରେ, ସେଥିପାଇଁ ଧ୍ୟାନ ଦେବା ଉଚିତ। ଦଣ୍ଡବତ କରିବା ପୂର୍ବରୁ ହରିନାମ ମାଳାକୁ କାଢି ଯୋଗ୍ୟ ସ୍ଥାନରେ ରଖିବା ଉଚିତ। ହୁଁ, ତେଣୁ ବେଳେ ବେଳେ ଆ, ଆମେ ଯୋଉ ଜପମାଳାକୁ ବଡେ ସମ୍ମାନ ପୂର୍ବକ ରଖିବା ଉଚିତ। ଦଣ୍ଡବତ କରିବା ସମୟରେ ତାକୁ ସମ୍ମାନ ପୂର୍ବକ ଉପରେ ରଖିବା ଉଚିତ। ମାଟି ଯେମିତି ସ୍ପର୍ଶ ନ କରେ। କହିବା କଥା ହଉଛି ଯେ ଭଗବାନଙ୍କର ଯୋଉ ଶୁଦ୍ଧ ବସ୍ତୁ, ପୂଜ୍ୟ ବସ୍ତୁ, ନିର୍ମାଲ୍ୟ ବସ୍ତୁ, ତଦୀୟ ବସ୍ତୁ, ତାକୁ ଆମେ ଯଥାସମ୍ଭବ ସମ୍ମାନ ପୂର୍ବକ ରଖିବା ପାଇଁ ଚେଷ୍ଟା କରିବା ଉଚିତ। ବସ୍ତ୍ର, ଆଭୂଷଣ, ବସନ ଇତ୍ୟାଦି ଅର୍ଚ୍ଚା ବିଗ୍ରହଙ୍କ ସମ୍ବନ୍ଧିତ ବସ୍ତୁର ଉପଯୋଗ ମଧ୍ୟ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ। ଉଦାହରଣ ସ୍ୱରୂପ ବିଛଣା
ଏବଂ ବାସନ ଯୋଗ୍ୟ ସ୍ଥାନରେ ରଖିବା ଉଚିତ। ହୁଁ। ତେଣୁ ଯୋଉ ଆମର ଯୋଉ ରାତିରେ ଶୋଇଲା ବେଳେ ଆମେ ବିଛଣା ଯୋଉ ବିସ୍ତର ବିଛେଇ ଥାଉ ତାକୁ ବି ଉଚିତ ସ୍ଥାନରେ ରଖିବା ଉଚିତ। ହୁଁ। ଅନ୍ୟାନ୍ୟ ବସ୍ତୁ ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପରେ ବିଗ୍ରହଙ୍କର ବସ୍ତୁର ସ୍ପର୍ଶ କରିବା ପୂର୍ବରୁ ହସ୍ତ ଧୋଇବା ଉଚିତ। ତେଣୁ ଆମେ ଯଦି କୌଣସି ଶୁଦ୍ଧ ବସ୍ତୁ ଧୋଇବାକୁ ଯାଉଛେ ତା ପୂର୍ବରୁ ହାତ ଧୋଇବା ବହୁତ ଆବଶ୍ୟକ। ଯେମିତି ପ୍ରସାଦ ପାଇଲା ପୂର୍ବରୁ ହସ୍ତ ପ୍ରକ୍ଷାଳନ କରିବି ପ୍ରସାଦ ପାଇବା ଉଚିତ। ତ ସେହିପରି ଭଗବାନଙ୍କର କିଛି ଶୁଦ୍ଧ ବସ୍ତୁ ଆମେ ଉଠେଇବାକୁ ଯାଉଛେ ତାପରେ ହାତ ଧୋଇକିନି ଯିବା କରିବା ଉଚିତ। ଯେମିତି ଆପଣଙ୍କୁ ଧରନ୍ତୁ ଫୁଲମାଳା ବନେଇବାକୁ କୁହାଗଲା କି କିଛି ଭଗବାନଙ୍କର ପ୍ରସାଦ ଥାଳି ଉଠେଇବାକୁ କୁହାଗଲା, କଣ କରିବା ନା ହାତ ଧୋଇକିନି ଆମେ ଶୁଦ୍ଧ ହେଇକିନି ସେ କାର୍ଯ୍ୟ କରିବା। ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କର ସମ୍ବନ୍ଧିତ ବସ୍ତୁ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତାହାକୁ ଅନାଦର କରିବା ଅର୍ଥ ଭଗବାନଙ୍କୁ ଅନାଦର କରିବା ସହ ସମାନ। ସେଇଥିପାଇଁ ହୃଦୟରେ ଶୁଦ୍ଧ ଭକ୍ତି ଉଦସ୍ତ ଉଦୟ ହେବା ଅସମ୍ଭବ ଅଟେ। ତେଣୁ ଆମେ ଯଦି ଅପରାଧ କରିବା ଏସବୁ କଣ କୁହାଯାଏ ନା ସେବା ଅପରାଧ। ହୁଁ। ଚାରି ପ୍ରକାର ଅପରାଧ ଅଛି। କଣ ଅପରାଧ ନା ସେବା ଅପରାଧ, ଜୀବ ଅପରାଧ, ନାମ ଅପରାଧ ଆଉ ବୈଷ୍ଣବ ଅପରାଧ। ତେଣୁ ଏସବୁ ଯୋଉ ଅପରାଧ ଗଣାଯାଏ କୋଉଥିରେ ନା ସେବା ଅପରାଧ। ସେବା କରିବା ସମୟରେ ଆମେ ଯୋଉ ତ୍ରୁଟି କରିଥାଉ ତାକୁ ସେବା ଅପରାଧ କୁହାଯାଏ। ତେଣୁ ଅପରାଧ ହେଲେ ଭକ୍ତିରେ ବାଧା ଉତ୍ପନ୍ନ ହୁଏ। ତେଣୁ ଭକ୍ତ ବଡି ସଜାଗ ରହେ, ସାବଧାନ ରହେ ସେବା କରିବା ସମୟରେ। କି କୌଣସି ବସ୍ତୁରେ ଗୋଡ ନ ଲାଗୁ, କୌଣସି ବସ୍ତୁ ମାଟି ଜମି ଭୂମି ଉପରେ ନ ପଡୁ, ତାର ଯଥା ସମ୍ଭବ ସେ ଧ୍ୟାନ ଦେବା ଉଚିତ। ତେଣୁ ସବୁ ଭଗବାନଙ୍କ ସମ୍ବନ୍ଧିତ ବସ୍ତୁ ବି ଭଗବାନଙ୍କ ଭଳି ସମ୍ମାନସ୍ପଦ, ତାକୁ ଅନାଦର କରିବା ଉଚିତ ନୁହେଁ। ତେଣୁ ସେପରି ଅନାଦର କଲେ ଆମେ ଶୁଦ୍ଧ ଭକ୍ତି ପାଇବା ଅସମ୍ଭବ ଅଟେ। କାରଣ ଶ୍ରୀକୃଷ୍ଣଙ୍କ ସେବା ନିମିତ୍ତ ଏସବୁ ବସ୍ତୁର ଉପଯୋଗ ହେଉଥିବାରୁ ଏହାକୁ ସାମାନ୍ୟ ବୋଲି ଭାବିବା ଉଚିତ ନୁହେଁ। ଅତ ଉପରୋକ୍ତ ବର୍ଣ୍ଣିତ ସମସ୍ତ ନିୟମ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ତେଣୁ ଆମେମାନେ ଏ ଯୋଉ ବିଷୟରେ ଚର୍ଚ୍ଚା କଲେ ଯେ ଯୋଉ ନିର୍ମାଲ୍ୟ ବସ୍ତୁ ଗୁଡିକ ଭଗବାନଙ୍କର ଯୋଉ ତଦୀୟ ବସ୍ତୁ କେତେ ସାବଧାନ ସହକାରେ ଆମେ ପ୍ରୟୋଗରେ ପ୍ରୟୋଗ କରିବା। ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନ ପ୍ରତି ଗମ୍ଭୀର ଅଟନ୍ତି ସେମାନେ ବ୍ରହ୍ମ ମୁହୂର୍ତ୍ତରେ ଅର୍ଥାତ୍ ସୂର୍ଯ୍ୟୋଦୟର ଅନେକ ସମୟ ପୂର୍ବରୁ ଉଠିବା ଉଚିତ। ତେଣୁ ଯୋଉମାନେ ପ୍ରଭୁପାଦ କହନ୍ତି କେମିତି ଆମେ ଜାଣିବା ଜଣେ ଭକ୍ତ ଭକ୍ତି ପାଇଁ ଗମ୍ଭୀର, ସେ ମଙ୍ଗଳ ଆରତୀ କେବେ ମିସ୍ କରିବେନି। ତ ଆମର ସବୁ କାର୍ଯ୍ୟକ୍ରମ ଭିତରେ ସବୁଠୁ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୋଉଟା ନା ମଙ୍ଗଳ ଆରତୀ। ଜଣେ ସାଧକ ପାଇଁ ମଙ୍ଗଳ ଆରତୀ ସବୁଠୁ ମୁଖ୍ୟ କାର୍ଯ୍ୟକ୍ରମ। ତେଣୁ ଆମେ ପ୍ରତିଦିନ ଭକ୍ତି ସାଧନ କରିବା ପାଇଁ ପ୍ରାତଃକାଳୀନ ସମୟରେ ଉଠିବା ଆଉ ମଙ୍ଗଳ ଆରତୀ କାର୍ଯ୍ୟକ୍ରମରେ ଯିବା, ସ୍ପେଶିଆଲି ମର୍ଣ୍ଣିଂ ପ୍ରୋଗ୍ରାମ କରିବା ବହୁତ ଆବଶ୍ୟକ। ତାପରେ ଥଣ୍ଡା ପାଣିରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଉଚିତ। ତାପରେ ଦିବସର କାର୍ଯ୍ୟ ଶୁଭାରମ୍ଭ କରିବା ଉଚିତ। ନିମ୍ନଲିଖିତ ପରିସ୍ଥିତିରେ ସ୍ନାନ କରିବା ମଧ୍ୟ ଆବଶ୍ୟକ। ଯେମିତି ଶୌଚକ୍ରିୟା କଲା ପରେ ସ୍ନାନ କରିବା ଆବଶ୍ୟକ। ଯଦି ଅଧିକ ଗରମରୁ ଝାଳ ବାହାରୁଛି, କପଡା ବି ଝାଳରେ ଓଦା ହୋଇଯାଇଛି, ତାହେଲେ ବି ଝାଳ କିଛି ସମୟ ପାଇଁ ଥଣ୍ଡା କରିକିନି ଝାଳ ମାରି ସାରିକି ସ୍ନାନ କରିବା ଉଚିତ। କୌଣସି କାରଣ ଦୂଷିତ ହେଲେ ସ୍ନାନ କରିବା ଉଚିତ। ଯଦି ଶ୍ମଶାନ ଆଦି ସ୍ଥାନକୁ ଯାଉଛନ୍ତି ତାପରେ ସ୍ନାନ କରିବା ଉଚିତ। ତେଣୁ ଇଏ ସଦାଚାର ପାଳନ କରିବା ବହୁତ ଆବଶ୍ୟକ। ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ତତ୍ତ୍ୱ ଆରୋଗ୍ୟ ତତ୍ତ୍ୱକୁ ପାଳନ କରିବା ଉଚିତ। ତେଣୁ ଆମେ ଯେତେ ରହିବା, ପ୍ରଭୁପାଦ କହନ୍ତି କ୍ଲିନିନେସ୍ ଇଜ ନେକ୍ସଟ ଟୁ ଗଡଲିନେସ୍। ସ୍ୱଚ୍ଛତା ହିଁ ଭଗବତ୍ତାର ପ୍ରତୀକ। ଭଗବାନ କୋଉ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି? ଯୋଉ ସ୍ଥାନ ସ୍ୱଚ୍ଛ, ଯୋଉ ସ୍ଥାନ ନିର୍ମଳ, ଯୋଉ ସ୍ଥାନ ଶୁଦ୍ଧ, ସେଠି ଭଗବାନ ବାସ କରନ୍ତି। ତେଣୁ ଆମେ ଯୋଉ ସ୍ଥାନରେ ରହୁଛେ ସେ ସ୍ଥାନକୁ ସ୍ୱଚ୍ଛ ରଖିବା ବହୁତ ଆବଶ୍ୟକ। ଅନ୍ୟଥା ଚାहे ହୃଦୟ ହଉ, ଆମେ ଯୋଉ ସ୍ଥାନରେ ବିଶ୍ରାମ କରୁଛେ, ସାଧନ କରୁଛେ, ସେ ସ୍ଥାନକୁ ସ୍ୱଚ୍ଛ ରଖିବା ବହୁତ ଆବଶ୍ୟକ। ଆଉ ସ୍ୱଚ୍ଛ ରହିଲେ ମନ ବି ସ୍ୱଚ୍ଛ ରହିବ,
ସ୍ୱଚ୍ଛ ରହିଲେ ସ୍ୱାସ୍ଥ୍ୟ ବି ସ୍ୱଚ୍ଛ ରହିବ। ହୁଁ। ନଖ ଛୋଟ ଛୋଟ ଏବଂ ସ୍ୱଚ୍ଛ ରହିବା ଉଚିତ। ନଖକୁ ବି ସମୟ ସମୟରେ କାଟିବା, ଯେମିତି ଆପଣ ମାନଙ୍କୁ ଆମେ ଚର୍ଚ୍ଚା କରିଥିଲେ କି ମସ୍ତକ ମୁଣ୍ଡନ କରିବା, ବାଳ ମୁଣ୍ଡନ କରିବା ସମୟ ବ୍ୟବଧାନରେ କରିବା ଉଚିତ। ସେହିପରି ନଖ ବି କାଟିବା କଥା ସମୟ ଆସିଲେ। ହୁଁ। କଟା ଯାଇଥିବା ନଖର ଟୁକୁଡାକୁ ଏକ କୁଣ୍ଡରେ ପକାଇବା ଉଚିତ। ଶିଲ ରୂପ ଗୋସ୍ୱାମୀ ବି ଆ, ଦାନ୍ତର ସ୍ୱଚ୍ଛତା ବିଷୟରେ ବିସ୍ତାର ପୂର୍ବକ କହିଛନ୍ତି। ତାପରେ ଯେ ପରିସ୍ରା କରିବା, ମୂତ୍ର ତ୍ୟାଗ କରିବା ପରେ, ମୂତ୍ର ତ୍ୟାଗ କରିବା ପରେ ଲିଙ୍ଗ ଓ ହାତ ଧୋଇବା ଆବଶ୍ୟକ। ଶୌଚକ୍ରିୟା କରିବା ପରେ ଭଲ ଭାବରେ ହାତରେ ସାବୁନ ଲଗାଇ ଧୋଇବା ଆବଶ୍ୟକ। ବ୍ରାହ୍ମଣ ଦୀକ୍ଷା ନେଇଥିବା ଭକ୍ତ ଶୌଚକ୍ରିୟା କରିବା ପୂର୍ବରୁ ଯଜ୍ଞ ପବିତ୍ରକୁ ଡାହାଣ କାନରେ ଗୁଡାଇ ରଖିବା ଆବଶ୍ୟକ। ତେଣୁ ଏସବୁ ବିଧି ବି ପାଳନ କରିବା ଆବଶ୍ୟକ। ପ୍ରସାଦ ଗ୍ରହଣ କରିବା ପରେ ଆଁ, ପ୍ରସାଦ ଗ୍ରହଣ କରିବା, ଜପମାଳାରେ ଜପ କରିବା ଏବଂ କୌଣସି ବସ୍ତୁକୁ ନେବା ଦେବା ସମୟରେ ଦକ୍ଷିଣ ହସ୍ତରେ ପ୍ରୟୋଗ କରିବା ଉଚିତ। ବେଳେ ବେଳେ ଭକ୍ତମାନେ ବାଁ ହାତ ପ୍ରୟୋଗ କରନ୍ତି, ଡାହାଣ ହାତ ୟୁଜ କରିବା ଉଚିତ। କାହାକୁ ଜପମାଳା ଦେଲେ, କାହାକୁ ଗ୍ରନ୍ଥ ଦେଲେ, କାହାକୁ ପ୍ରସାଦ ଦେଲେ, କାହାକୁ ସେ ବସ୍ତୁ ଦେଲେ, ତେଣୁ ପ୍ରୟୋଗ କୋଉ ହାତ କରିବା କଥା? ଡାହାଣ ହାତ, ଦକ୍ଷିଣ ହାତ। ପ୍ରତିଦିନ ରାତିରେ ସାଧାରଣତଃ 6 ଘଣ୍ଟା କିମ୍ବା 6 ଘଣ୍ଟା 30 ମିନିଟ ଶୋଇବା ଆବଶ୍ୟକ। ଅଧିକ ନିଦ କିମ୍ବା ଖୁବ କମ ନିଦ କୃଷ୍ଣ ଭାବନା ନିମିତ୍ତ ଅନୁକୂଳ ନୁହେଁ। ତେଣୁ ଆମେ ରାତିରେ ଶୋଇବା କେତେ ସମୟ? ମ୍ୟାକ୍ସିମମ୍ 6 ଘଣ୍ଟା, ନହେଲେ 6.5 ଘଣ୍ଟା। ଶରୀରର ଆବଶ୍ୟକତା ଅନୁଯାୟୀ ବିଶ୍ରାମ କଲେ ଶରୀର ସୁସ୍ଥ ରହେ, ନିରୋଗ ରହେ, ଭଗବାନଙ୍କ ସେବାରେ ଲାଗିପାରିବ। ବେଶୀ ଶୋଇଲେ କଣ ହବ ନା ଅଳସୁଆପଣ ଆସିବ, ଲେଜିନେସ୍ ଆସିବ। ତେଣୁ ଭଗବାନ ଗୀତାରେ ଷଷ୍ଠ ଅଧ୍ୟାୟର 16 ନମ୍ବର ଶ୍ଲୋକ, ଭଗବତ ଗୀତାର ଷଷ୍ଠ ଶ୍ଲୋକରେ କଣ କହୁଛନ୍ତି? କିଏ ଯୋଗୀ ହେଇପାରିବ? ଯିଏ ଅଧିକ ଖାଏ ନା କମ ଖାଏ ନା। One who eat too much or eat too less. One who sleeps too much या sleeps too less. ଯିଏ ବହୁ ଅଧିକ ଶୋଏ ବା କମ ଶୋଏ, ଆବଶ୍ୟକତା ଅନୁସାରେ ଶୋଏ ନା, ଯିଏ ବହୁତ ଅଧିକ ଖାଏ ବା କମ ଖାଏ, ସେ ଯୋଗୀ ହେଇପାରିବ ନାହିଁ। ତେଣୁ ଆମେ କେତେ ଶୋଇବା? ଏକ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଦିଆଯାଇଛି। ହଁ, କେତେ ଶୋଇଲେ ଠିକ ଶରୀରକୁ ଆବଶ୍ୟକତା? ପ୍ରଭୁପାଦ ୟା ଆୟୁର୍ବେଦ ଅନୁସାରେ 6 ଘଣ୍ଟା ଶରୀରକୁ ଆବଶ୍ୟକ ବିଶ୍ରାମ। ହୁଁ। ତେଣୁ ମହାନ ବୈଷ୍ଣବ ମାନେ, ମହାଭାଗବତ ଭକ୍ତ ମାନେ, ନାମାଚାର୍ୟ ହରିଦାସ ଠାକୁର, ଶ୍ରୀଲ ରୂପ ଗୋସ୍ୱାମୀ ଆଦି, ଭକ୍ତିନାଥ ଠାକୁର ବି କେବଳ ଘଣ୍ଟେ 1.5 ଘଣ୍ଟା ଶୋଇକିନି ତାଙ୍କ କାମ ଚଳେଇ ନଥିଲେ। ତାଙ୍କ ଶରୀର ସେ ଅନୁସାରେ ଥିଲା। କିନ୍ତୁ ଆମେ ଯେହେତୁ ସାଧକ ଭକ୍ତ, ଆମକୁ 6 ଘଣ୍ଟାରୁ କମ ସେ କମ 6 ଘଣ୍ଟା ଶୋଇବା ଆବଶ୍ୟକ। ଆଜି ଯେମିତି ଦୁଇ ଜଣ ମହାନ ଆଚାର୍ଯ୍ୟଙ୍କର ତିରୋଭାବ ତିଥି, ଗୌରୀଦାସ ପଣ୍ଡିତ ଆଉ ଶିଲ ରୂପ ଗୋସ୍ୱାମୀ ପାଦ। ହୁଁ। ରୂପ ଗୋସ୍ୱାମୀ ପାଦ ହଉଛନ୍ତି ଆମର ଗୌଡୀୟ ବୈଷ୍ଣବଙ୍କର ମୁକୁଟମଣି। ସେ ସବୁ ଗ୍ରନ୍ଥ ଦେଇଛନ୍ତି, ବୈଦିକ ସାହିତ୍ୟର ଶିକ୍ଷା ପ୍ରଦାନ କରିଛନ୍ତି, ଭକ୍ତି ସାର ଦେଇଛନ୍ତି, ଯାହାଦ୍ୱାରା ଆମେ ଆଜି ଭକ୍ତି କରିପାରୁଛେ। ହୁଁ। ତେଣୁ ଆମେ କେତେ ସମୟ ଶୋଇବା? ଷ୍ଟାଣ୍ଡାର୍ଡ ଆମର ସେଟ୍ କରିବା ନା 6 ଘଣ୍ଟା, ନହେଲେ ଯଦି ଶରୀର ଆବଶ୍ୟକତା ଅଛି 6.5 ଘଣ୍ଟା। ବେଳେ ବେଳେ ସେବା ପାଇଁ ଭକ୍ତମାନେ ମନ୍ଦିରରେ ଲେଟ୍ ପହଞ୍ଚନ୍ତି, ଯେହେତୁ ସେଥିପାଇଁ ରାତି ବିଶ୍ରାମଟା ପୁରା ହେଇନଥାଏ। ତେଣୁ ସେଇ କ୍ଷେତ୍ରରେ କଣ କରିବା? ଆମେ ଯଦି ଦରକାର ହୁଏ, ଶରୀର ଆବଶ୍ୟକତା ଥାଏ, ଦିନରେ ଅଳ୍ପ ସମୟ ବିଶ୍ରାମ କରିପାରିବା। ହଁ। ଶୋଇବା ନିମିତ୍ତ ଭୂମିରେ କିମ୍ବା ଅଳ୍ପ ଗଦି ଥିବା ବିଛଣା ବ୍ୟବହାର କରିବା ଉଚିତ। ତେଣୁ ଆମର ଯୋଉ ଜୀବନ ଦିନଚର୍ଯ୍ୟା, ଆମର ଯୋଉ ଜୀବନ ଶୈଳୀ କାହା ଉପରେ ଆଧାରିତ? ନା ସରଳ ଜୀବନ ଆଉ ଉଚ୍ଚା ବିଚାର। તે ଜୀବନକୁ ସରଳ କରି ରଖିବା ଉଚିତ। ତେଣୁ ଭକ୍ତମାନେ କୋଉଠି ଶୋଇବେ? ନା ଚଟାଇ ନେଇକିନି ମାଟି ଉପରେ, ୟା ଶୀତ ଦିନେ ଟିକେ ପତଳା ଗଦିରେ ଶୋଇବେ। ହଁ। ବେଶୀ ମୋଟା ଗଦିରେ ଶୋଇଲେ କଣ ହବ? ନା ଅଳସୁଆପଣ ଆସିଯିବ, ରଜଗୁଣ ତମଗୁଣର ପ୍ରଭାବ ପଡିବ, ନିଦ ଖୋଲିବନି, ଭୋଗ ବୃତ୍ତି ଉତ୍ପନ୍ନ ହବ। ତେଣୁ ଶୋଇବା ନିମିତ୍ତ ଭୂମିରେ କିମ୍ବା ଅଳ୍ପ ଗଦି ଥିବା ବିଛଣା ବ୍ୟବହାର କରିବା ଉଚିତ। ସମ୍ଭବତଃ ଆରାମଦାୟକ କୋମଳ ମୁଲାୟମ ଗଦି ବ୍ୟବହାର କରିବା ଉଚିତ ନୁହେଁ। ଆପଣ ଗୋଟେ ଗୋଟେ ହୋଟେଲରେ ଯିବେ, ସେଠି ଗୋଟେ ହାତ ଭଳିଆ ଗଦି ଥାଏ ମୋଟା, ଜଣେ ଦବି ଗଲେ ଉଠି ପାରିବ ନାହିଁ, ଏତେ ମୋଟା ଗଦି।
ତେଣୁ ଭକ୍ତ ମାନଙ୍କୁ ଏତେ ମୋଟା ଗଦି ଆବଶ୍ୟକ ନାହିଁ। ଯୋଉମାନେ ରଜଗୁଣ ତମ ଗୁଣ ରହନ୍ତି ତାଙ୍କର ପ୍ରୟୋଗ ଅଲଗା। ଆପଣ ଯେତେ ବଡ ବଡ ହୋଟେଲ ଯିବେ ସେଠି ସେମିତି ମୋଟା ମୋଟା ଗଦି। ହୁଁ। ଦକ୍ଷିଣ କର ମାଡି ଶୋଇବା ଅତି ଉତ୍ତମ ଅଟେ। ପ୍ରସାଦ ପାଇଲା ପରେ ଆମେ କୋଉ ପଟ କରି ଶୋଇବା, କରବଟ କୋଉ ପଟେ ଲବା ନା ଦକ୍ଷିଣ ପଟ। ସେଥିରେ କଣ ନା ହଜମ ଶକ୍ତି ସହାୟକ ହୁଏ। ଯଦି ସମ୍ଭବ ହୁଏ ତାହେଲେ ପିଠି ପଟ ତଳକୁ କରି ଶୋଇବା ଉଚିତ, ପେଟ ପଟ ନିମ୍ନ କରି ଶୋଇବା ଉଚିତ ନୁହେଁ। ଅ, ତେଣୁ ଆମେ ପେଟ ମାଡି ଶୋଇଲେ କଣ ଅସୁବିଧା ନା ବେଳେ ବେଳେ ବୀର୍ଯ୍ୟ କ୍ଷୟ ହୁଏ। ବ୍ରହ୍ମଚର୍ୟ ମତଲବ ବୀର୍ଯ୍ୟକୁ ଧା- ଧାରଣ କରି ରଖିଲେ ଅ, ତାର ଓଜସ୍ ବଢେ, ତାର ବୁଦ୍ଧି ବଢେ। କିନ୍ତୁ ଯଦି ପେଟ ମାଡିକି ଶୋଇବା ତାହେଲେ ବୀର୍ଯ୍ୟ କ୍ଷୟ ହବା, ମନ୍ଦ ସ୍ୱପ୍ନ ଆସିବ, ବୀର୍ଯ୍ୟ କ୍ଷୟ ହବାର ସମ୍ଭାବନା ଥାଏ। ହୁଁ। ସାବୁନ, ଦାନ୍ତକାଠି, ପେଷ୍ଟ, ବ୍ରଶ, ବିଦ୍ୟୁତ, ନଳ, ଜଳ ଏସବୁ ବସ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଶକ୍ତି ଅଟେ। ଅତଏବ ଏହାକୁ ଅପଚୟ କରିବା ଉଚିତ ନୁହେଁ। ଯେଉଁଠାରେ ଆବଶ୍ୟକ ନାହିଁ ସେଠାରେ ବିଜୁଳି ପଙ୍ଖାକୁ ବନ୍ଦ କରିବା ଉଚିତ। ଥରେ ପ୍ରଭୁପାଦ ଦିଲ୍ଲୀରେ ଚାଲି ଚାଲି ଯାଉଥିଲେ, ଦେଖିଲେ ଗୋଟେ ନଳ ଚାଲିଛି, ପାଣି ବୋହି ଚାଲିଛି, ଲୋକଙ୍କ ଧ୍ୟାନ ନାହିଁ। ପ୍ରଭୁପାଦ ତୁରନ୍ତ ଯାଇ କଣ କଲେ, ସେ ନଳକୁ ବନ୍ଦ କଲେ। ତେଣୁ ପ୍ରଭୁପାଦ ଯୋଉ ଚାରିଟି ଶିକ୍ଷା ଦେଇଛନ୍ତି କଣ ଆଁ, ନା ବୁକ୍ସ ଆର ବେସିସ୍, ପୁସ୍ତକ ଆଧାର। ପ୍ରିଚିଂ ଇଜ ଏସେନ୍ସ, ପ୍ରଚାର ହିଁ ସାର। ପ୍ୟୁରିଟି ଇଜ ଫୋର୍ସ, ଶୁଦ୍ଧତା ହିଁ ବଳ। ଆଉ ଚତୁର୍ଥ କଣ, ୟୁଟିଲିଟି ଇଜ ପ୍ରିନ୍ସିପଲ। ତେଣୁ ଆମେ ବସ୍ତୁକୁ କୃଷ୍ଣଙ୍କର ଜାଣିକିନି ଭଲ ଭାବରେ ସାବଧାନ ପୂର୍ବକ ପ୍ରୟୋଗ କରିବା ଉଚିତ। ତେଣୁ ଚାହେ ଜଳ ହଉ, ସାବୁନ ହଉ, ପେଷ୍ଟ ହଉ, ଆଁ, ସର୍ପ ପାଉଡର ହଉ, ଉଁ, ଆଁ, ଏସବୁ ସାବଧାନରେ ପ୍ରୟୋଗ କରିବା ଉଚିତ, ଅପଚୟ କରିବା ଉଚିତ ନୁହେଁ। ତେଣୁ ଭକ୍ତ ହିସାବରେ ଭକ୍ତ ଜାଣେ କି କୃଷ୍ଣଙ୍କର ଯୋଉ ଶକ୍ତି, ଇଏ ଅପଚୟ ଦୁରୁପଯୋଗ ନ ହଉ। ହୁଁ, ହୁଁ। ତେଣୁ ସେହିପରି ସମୟ ବି କୃଷ୍ଣଙ୍କର ଶକ୍ତି, ସମୟରେ ବି ଅପବ୍ୟବହାର କରିବା ଉଚିତ ନୁହେଁ। ଭଗବାନଙ୍କ ସମ୍ପତ୍ତିର ଉପଯୋଗ ସାବଧାନତା ସହକାରେ କରିବା ଉଚିତ। କୌଣସି ବସ୍ତୁ ନିମିତ୍ତ ଖର୍ଚ୍ଚ କରିବା ପୂର୍ବରୁ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ଏହା ଭଗବାନଙ୍କ ସେବା ନିମିତ୍ତ ଆବଶ୍ୟକ କି ନୁହେଁ। ତେଣୁ ବେଳେ ବେଳେ ଭକ୍ତମାନେ ପଇସାର ବି ଦୁରୁପଯୋଗ କରିଥାନ୍ତି। ଆବଶ୍ୟକତା ନଥିଲେ ପଇସାର ବି ଅପବ୍ୟୟ କରିବା ଠିକ ନୁହେଁ। ଶିଲ ପ୍ରଭୁପାଦଙ୍କ ଜୀବନରେ ଆମେ ଦେଖିବା, ପ୍ରଭୁପାଦ ଯେତେବେଳେ ରହୁଥିଲେ ବୃନ୍ଦାବନରେ ବଂଶୀ ଗୋପାଳ ମନ୍ଦିରରେ, ପରବର୍ତ୍ତୀ ସମୟ ପ୍ରଭୁପାଦ କୋଉଠି ରହିଲେ ନା ରାଧା ଦାମୋଦର ମନ୍ଦିରରେ। ପ୍ରଭୁପାଦ ସେଠୁ ମଥୁରା ଷ୍ଟେସନ ଆସୁଥିଲେ, ମଥୁରା ଷ୍ଟେସନରୁ ଅର୍ଡିନାରୀ କ୍ଲାସ ଟିକେଟ ନେଇ ଦିଲ୍ଲୀ ଆସୁଥିଲେ ଚାନ୍ଦିନୀ ଚୌକ ଷ୍ଟେସନ। ତାପରେ ଚାନ୍ଦିନୀ ଚୌକରୁ ସେ ରହୁଥିଲେ କୋଉଠି ନା ଛିପିୱାଡା ମନ୍ଦିର। ହୁଁ। ରାଧା ବଲ୍ଲଭ ଆଜି ଛିପିୱାଡା ଯୋଉ ମନ୍ଦିର ଅଛି। ପ୍ରଭୁପାଦ ଅନେକ ସମୟରେ, ମୁଖ୍ୟତଃ ପ୍ରାୟତଃ ଚାଲିକିନି ଆସୁଥିଲେ ଷ୍ଟେସନରୁ ଛିପିୱାଡା ମନ୍ଦିର। 1.5-2 କିଲୋମିଟର ପ୍ରଭୁପାଦ ଚାଲିକି ଚାଲିଯାଆନ୍ତି। କାହିଁକି? ପଇସା ବଞ୍ଚିବା ପାଇଁ। ହଁ। ଆଉ ଥରେ ଯେତେବେଳେ ପ୍ରଭୁପାଦ ହୁଁ, ନିଜର ଭାଗବତମ ପ୍ରକାଶନ କରୁଥିଲେ ରାଧା ପ୍ରେସ ପାଖରେ, ଓକେ ପ୍ରେସ ପାଖରେ, ସେଠିକାର ଯୋଉ ମାଲିକ ହିତଶରଣ ଶର୍ମା କହନ୍ତି କି ସ୍ୱାମୀଜୀ ବେଳେ ବେଳେ 12ଟା ଗୋଟାଏ ବାଜିଥାଏ, ମୁଁ ପଚାରେ ସ୍ୱାମୀଜୀ କି ସ୍ୱାମୀଜୀ ସକାଳୁ କିଛି ଖାଇଛନ୍ତି କି ନାହିଁ? ସେ କହିବେ ନା ମୁଁ କିଛି ଖାଇନି। ପ୍ରଭୁପାଦ ଏତେ ବ୍ୟସ୍ତ ଥାନ୍ତି ସେବାରେ। ଆଉ ତା ଛଡା ତାଙ୍କ ଥିରେ ପଇସା ନଥାଏ। ସେ ପଇସା ଦୁରୁପଯୋଗ କରିବା ନେଇ, 2ଟା ପଇସା ବଞ୍ଚେଇଲେ କେମିତି ଭାଗବତମ ପ୍ରକାଶନ କରିବେ, ସେଥିପାଇଁ ପ୍ରକାଶନ କରନ୍ତି। ତେଣୁ ସେତେବେଳେ ଯେ ହିତ ଶରଣ ଶର୍ମା, ଯିଏ ଓକେ ପ୍ରେସ ରାଧା ପ୍ରେସର ମାଲିକ, ସେ କହେ ସ୍ୱାମୀଜୀଙ୍କ ପାଇଁ ମୋ ଘରୁ ମୁଁ ମୋର ସ୍ତ୍ରୀ କହି ପ୍ରସାଦ ମଙ୍ଗାଏ ଅଛି। ତେଣୁ ଆମେ ପ୍ରଭୁପାଦଙ୍କର, ପ୍ରଭୁପାଦାନୁଗ ପ୍ରଭୁପାଦଙ୍କ ରାସ୍ତାରେ ଚାଲିବାକୁ ଚେଷ୍ଟା କରୁଛେ। ପ୍ରଭୁପାଦ ଆମକୁ ଯୋଉ ଶିକ୍ଷା ଦେଇଛନ୍ତି ସେଇ ଶିକ୍ଷାରେ ଆମେ ଚାଲିବା ପାଇଁ ଚେଷ୍ଟା କରିବା। ତେଣୁ କୌଣସି ବସ୍ତୁର ଦୁରୁପଯୋଗ କରିବା ନାହିଁ, ଅପଚୟ କରିବା ନାହିଁ। କୃଷ୍ଣଙ୍କର ଶକ୍ତି, ହଁ, ତେଣୁ ଭକ୍ତ କୃଷ୍ଣଙ୍କର ଶକ୍ତିର ଦୁରୁପଯୋଗ କରେ ନାହିଁ। ତେଣୁ ପଇସା ପତ୍ର ଖର୍ଚ୍ଚରେ ବି ସାବଧାନ ରହିବା ବହୁତ ଆବଶ୍ୟକ। ତେଣୁ ପ୍ରଭୁପାଦ ଯୋଉ ୟୁଟିଲିଟି ପ୍ରିନ୍ସିପଲ ଦେଇଛନ୍ତି, ପ୍ରଭୁପାଦଙ୍କ ପାଖକୁ ଅନେକ ପତ୍ରାଚାର ହୁଏ। ଭକ୍ତମାନେ ଚିଠି ଲିଖନ୍ତି। ପ୍ରଭୁପାଦ ସେଇ ଚିଠିର ଲଫାପାକୁ ସାବଧାନ ପୂର୍ବକ ରଖନ୍ତି। ଆଉ ପରେ ସେଇ ଲଫାପାକୁ ପ୍ରୟୋଗ କରି ପ୍ରଭୁପାଦ ଚିଠି ପତ୍ର ଲେଖିବା ପାଇଁ ପ୍ରୟୋଗ କରିଥାନ୍ତି। ତେଣୁ ଭଗବାନଙ୍କର ସମ୍ପତ୍ତିକୁ ଆମେ ଦୁରୁପଯୋଗ କରିବା ନାହିଁ, ଅପଚୟ କରିବା ନାହିଁ।
ହୁଁ, କେବଳ ଭଗବାନଙ୍କର ସେବା ପାଇଁ ଉପଯୋଗ କରିବା ଉଚିତ। ସର୍ବଦା ସ୍ୱଚ୍ଛ କପଡ଼ା ପରିଧାନ କରିବା ଉଚିତ। ହୁଁ, ତେଣୁ ଭକ୍ତ ଯଦି ଅ, ବାସି କପଡ଼ା ପିନ୍ଧିବ, ଗନ୍ଧିଆ କପଡ଼ା ପିନ୍ଧିବ, ଅନେକ ଦିନର ଧୁଆ ନହେଇଥିବା କପଡ଼ା ପିନ୍ଧିବ, ତାହେଲେ ରଜଗୁଣ ତମୋର ପ୍ରଭାବ ତା ଭିତରେ ଆସିଯିବ। ତେଣୁ ଆମେ କପଡ଼ାକୁ ସ୍ୱଚ୍ଛ କରି ପ୍ରତିଦିନ ଧୋଇ ସଫା କରିକି ପିନ୍ଧିବା ଉଚିତ। ଚୋରି କରିବା ଉଚିତ ନୁହେଁ। ହଁ, ବେଳେ ବେଳେ ଭକ୍ତ ମନ୍ଦିର ଆସିବା ପୂର୍ବରୁ ଚୋର ପ୍ରବୃତ୍ତି ଥାଏ। ହଁ, या ଆପଣ ଦେଖିବେ କଂଗ୍ରିଗେସନ ବି ହଉ, କୌଣସି ବ୍ୟକ୍ତି ବେଳେ ମନ୍ଦିର ପଶିଥାଏ ଚୋରି କରିବା ପାଇଁ। ତେଣୁ ଚୋରି କରିବା ଉଚିତ ଅନୁଚିତ, ଆକ୍ଚୁଆଲି ଉଚିତ ନୁହେଁ। ମିଥ୍ୟା କହିବା ଅନୁଚିତ। କେବେ କାହାକୁ ମିଥ୍ୟା କହିବା ଠିକ ନୁହେଁ। ଅନ୍ୟକୁ ଈର୍ଷା କରିବା ଅନୁଚିତ। ତେଣୁ ଈର୍ଷା ଉପରେ ତ ବହୁତ ବିସ୍ତାର ପ୍ରବଚନ ଅଛି ସବୁ। ତେଣୁ କାହାକୁ ହିଂସା, ଈର୍ଷା ୟା ଦ୍ୱେଷ କରିବା ଉଚିତ ନୁହେଁ। ଈର୍ଷା, ଈର୍ଷାଳୁ, ପତିତ, ପାପୀ, ଶତ୍ରୁ, ବ୍ୟଭିଚାରୀ, ଅପବ୍ୟୟୀ, ଠକ ବ୍ୟକ୍ତିଙ୍କର ସଙ୍ଗ କରିବା ଅନୁଚିତ। ତେଣୁ ଯୋଉ ଶିକ୍ଷା ଦିଆଯାଇଛି ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା, ଅସତ୍ ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ସ୍ତ୍ରୀ ସଙ୍ଗ ଇକେ ଅସାଧୁ କୃଷ୍ଣ ଭକ୍ତ ଆର। ତେଣୁ ବୈଷ୍ଣବ, ଆମେ ଯେତେବେଳେ ବୈଷ୍ଣବ ବନିବା ପାଇଁ ଚେଷ୍ଟା କରୁଛେ, ପ୍ରକ୍ରିୟାରେ ଅଛି, ତେଣୁ ଆମ୍ଭେମାନେ ଅସତ୍ ସଙ୍ଗ କରିବା ନାହିଁ। ଅସତ୍ ସଙ୍ଗ କାହାକୁ କୁହାଯାଏ? ହୁଁ, ଅସତ୍ ସଙ୍ଗ କିଏ? ଯିଏ ଈର୍ଷାଳୁ, ଯିଏ ପତିତ, ଯିଏ ପାପୀ, ଯିଏ ଶତ୍ରୁ, ଯିଏ ବ୍ୟଭିଚାରୀ, ଯିଏ ଅପବ୍ୟୟୀ, ଠକ, ଏଭଳି ଲୋକଙ୍କର ସଙ୍ଗ କରିବା ଉଚିତ ନୁହେଁ। ତେଣୁ ସତ୍ସଙ୍ଗ କରିବାକୁ ହେଲେ ଅସତ୍ ସଙ୍ଗ ଛାଡିବାକୁ ପଡେ। ଏକାକୀ ରହିବା ଉଚିତ ନୁହେଁ। ଭକ୍ତ ଏକୁଟିଆ ରହିଲେ କଣ ହବ? ଆଧ୍ୟାତ୍ମିକ ପତନ ହେଇଯିବ। ତେଣୁ ସେ ଭକ୍ତ ସଙ୍ଗତିରେ ନିରନ୍ତର ହେବା ଉଚିତ। ଯେମିତି ଆଶ୍ରମ ଭକ୍ତ କୁଆଡେ ବାହାର ଗଲେ, ସମ୍ଭବ ଯଦି ଆଉ ଜଣେ ଭକ୍ତଙ୍କୁ ନେଇଯିବା ଆବଶ୍ୟକ। ଏହା ଦ୍ୱାରା ସେ ସୁରକ୍ଷିତ ରହିବେ। ଯେମିତି ଆମେ ଜଡ ଭରତ, ଭରତ ମହାରାଜଙ୍କର ପ୍ରସଙ୍ଗ ଶୁଣ। ଭରତ ମହାରାଜ ତାଙ୍କ ପୂର୍ବ ଜନ୍ମରେ କଣ ଥିଲେ? ଜଣେ ମହାନ ରାଜା ଥିଲେ, ଯାହାଙ୍କ ନାଁରେ ଭାରତ ବର୍ଷ ହେଇଛି। ହୁଁ, ଆଉ ସେ ସବୁ ରାଜପଦ ତ୍ୟାଗ କରି ସିଏ ଚାଲିଗଲେ ଭଗବାନ ପ୍ରାପ୍ତି ହେତୁ। ସେଠି ଭଲ ଭାବରେ ଭଜନ କରୁଥିଲେ। କିନ୍ତୁ ଥରେ ଗୋଟେ ହରିଣ ପ୍ରତି ଆକର୍ଷିତ ହେଇଗଲେ। ଦେଖିଲେ ହରିଣଟିଏ, ହରିଣ ଯୋଉ ମା, ସିଏ ଯେତେବେଳେ ନଦୀରେ ଅତିକ୍ରମଣ କରୁଥିଲା, ଗୋଟେ ସିଂହ ର ଗର୍ଜନା ଶୁଣିକିନି ସେ ଲମ୍ଫ ଦେବା ସମୟରେ ତାର ମୃତ୍ୟୁ ହେଇଗଲା। ଆଉ ସେଥିପାଇଁ ଗର୍ଭବତୀ ଥିଲା, ପିଲାଟି ହେଇଗଲା। ତେଣୁ ଭରତ ମହାରାଜ କଣ କଲେ? ସେ ହରିଣର ଛୁଆଟିକୁ, ଶାବକକୁ ଆଣି ନିଜ ଆଶ୍ରମରେ ପାଳିଲେ। ଆଉ ଧୀରେ ଧୀରେ ତାଙ୍କର ସେ ଶାବକ ପ୍ରତି ଆକର୍ଷଣ ଉତ୍ପନ୍ନ ହେଲା। ତେଣୁ ଯେହେତୁ ସେ ଭଜନରେ ବଢି ପକ୍ଷ ଥିଲେ, ଭାବସ୍ତରରେ ଥିଲେ, ତାଙ୍କ ଭିତରେ ଶରୀର ସବୁ ପ୍ରେମର ଲକ୍ଷଣ ହିଁ ପ୍ରକଟ ହଉଥିଲା। କିନ୍ତୁ ହରିଣ ପ୍ରତି ଆସକ୍ତ ହେବା କାରଣରୁ ତାଙ୍କର ଆଉ ସେ ଲକ୍ଷଣ ସବୁ ବନ୍ଦ ହେଇଗଲା। ଭଜନ ସାଧନରେ ବାଧା ଉତ୍ପନ୍ନ ହେଲା। ହଁ, ଆଉ ଦେଖୁ ଦେଖୁ ହରିଣ ପଛରେ ଗୋଡ ଗୋଡ ଥରେ ପଥରରେ ପଡିଗଲେ। ଭରତ ମହାରାଜଙ୍କର ଶେଷ ସମୟ ଆସିଗଲା। ତେଣୁ ଯେହେତୁ ଶେଷ ସମୟରେ ସେ ହରିଣ କଥା ଚିନ୍ତା କରି ଶରୀର ଛାଡିଲେ, ତାଙ୍କର ପରବର୍ତ୍ତୀ ଜୀବନ ହରିଣର ହେଲା। କିନ୍ତୁ ସେ ପୂର୍ବ ଜୀବନ ବିଷୟରେ ତାଙ୍କୁ ସ୍ମରଣ ଥିଲା। ଏ ହରିଣ ଜୀବନରେ ସିଏ ଆଉ କୌଣସି ପ୍ରକାର ଏଭଳି କାର୍ଯ୍ୟ କଲେ ନାହିଁ ଯାହା ଦ୍ୱାରା ତାଙ୍କର ଭକ୍ତିରେ ବାଧା ଉତ୍ପନ୍ନ ହବ। ସିଏ ହରିଣ ଶରୀରରେ ବି ଯାଇକିନି ସେଇ ସତ୍ସଙ୍ଗ ସ୍ଥାନରେ ସତ୍ସଙ୍ଗ ଶୁଣୁଥିଲେ। ଆଉ ସମୟକ୍ରମେ ସେ ଶରୀର, ହରିଣ ଶରୀର ପୂର୍ଣ୍ଣ ହେଲା। ପରବର୍ତ୍ତୀ ଜୀବନ ତାଙ୍କର ଗୋଟେ ବ୍ରାହ୍ମଣ ଘରେ ଜନ୍ମ ହେଲା। ଆଉ ସେ ବ୍ରାହ୍ମଣ ଘରେ ସେ ମୁକ ବଧିର ଭଳିଆ ରହିଲେ। ତେଣୁ ତାଙ୍କ ନାଁ ହେଲା ଜଡ ଭରତ। ଥରେ କାଳୀ ଉପାସକ କିଛି ତାନ୍ତ୍ରିକ ତାଙ୍କୁ ଉଠେଇ ନେଲେ ବଳି ଦେବା ପାଇଁ। କିନ୍ତୁ ଯେତେବେଳେ ବଳି ଚଢେଇବାକୁ ଯାଉଛନ୍ତି, ମାତା କାଳୀ ସ୍ୱୟଂ ସେଠାରେ ଉପସ୍ଥିତ ହଉଛନ୍ତି। ତ ଏହିପରି ଜଡ ଭରତ ରହୁଥିଲେ। ଜଣେ ରାଜା ଥିଲେ ସେ ପ୍ରଦେଶ, ତାଙ୍କ ନାଁ ହଉଛି ରହୁଗଣ। ରହୁଗଣ ଥରେ ପାଲଙ୍କିରେ ଯାଉଥିଲେ। ତେଣୁ ପାଲିଙ୍କିରେ 4 ଜଣ ନେଇକି ଯାଆନ୍ତି। ଜଣେ ପାଲିଙ୍କି ବାହକ ତାଙ୍କର ହଠାତ୍ କରି ଶରୀର ଅସୁସ୍ଥ ହେଲା। ତେଣୁ ସବୁ ଯୋଉ ପାଲିଙ୍କି ବାହକ ମାନେ ଥିଲେ, ସେମାନେ ଦେଖିଲେ ଗୋଟେ ହଟ୍ଟାକଟ୍ଟା ଲୋକ ଠିଆ ହେଇଛି, ଜଡ ଭରତ। ତାଙ୍କୁ ନେଇକି ଆସିଲେ ପାଲିଙ୍କି ଚଲେଇବା ପାଇଁ। ସେ ପାଲିଙ୍କି ନେଲା ବେଳେ ସିଏ ଯେତେବେଳେ ଦେଖନ୍ତି ଯେ ଭୂମି ଉପରେ ପିମ୍ପୁଡି ଅଛି, ପଶୁ ପକ୍ଷୀ ଅଛି, କିଛି ପକ୍ଷୀ ଅଛି, ସେ କଣ କରନ୍ତି? ଡେଇଁ ଡେଇଁ ଚାଲନ୍ତି। ଦେଖି ରାଜା ରହୁଗଣ ବହୁତ କ୍ରୋଧିତ ହେଲେ। ସେଇ ସମୟରେ ଜଡ ଭରତ କହିବାକୁ ଆରମ୍ଭ କଲେ। ଆଉ ଯେତେବେଳେ ସେ ମୁହଁ ଖୋଲିଲେ, ରହୁଗଣ ଜାଣିଗଲେ କୌଣସି ସାଧାରଣ ବ୍ୟକ୍ତି ନୁହେଁ, ଜଣେ ଆତ୍ମଜ୍ଞାନୀ ବ୍ୟକ୍ତି।
ତେଣୁ ଆମେ ଯଦି ସତ୍ସଙ୍ଗ କରିବା ତାହେଲେ ସତ୍ସଙ୍ଗର ପ୍ରଭାବ ବହୁତ ଶକ୍ତିଶାଳୀ। ଆଉ ଏକୁଟିଆ ରହିବା କଥା, ଆମେ କଣ ଚର୍ଚ୍ଚା କରୁଥିଲେ ନା ଏକୁଟିଆ ରହିବା ଭକ୍ତ ପାଇଁ ଠିକ ନୁହେଁ। ଯଦି ଏକୁଟିଆ କଥା ଆସିବ କାହାର ଉଦାହରଣ ଆସିବ ନା ଜଡ ଭରତଙ୍କର। ଜଡ ଭରତ ଏକୁଟିଆ ଥିବାରୁ ସେ ଭକ୍ତିରେ ଖସିଗଲେ। ଆଉ ଯଦି ଭକ୍ତ ସଙ୍ଗରେ ଥାନ୍ତେ ତାହେଲେ ଏ ଦିନ ଦେଖିବାକୁ ପଡିନଥାନ୍ତା। ଛିଙ୍କିବା ବା ହାଇ ମାରିବା ସମୟରେ ମୁହଁକୁ ହାତରେ ରଖିବା ଢାଙ୍କିବା ଉଚିତ। ବେଳେ ଆମକୁ ହାଇ ମାରେ, ହାତ ରଖିବା ଉଚିତ। ପୁରା ମୁହଁ ଖୋଲିକିନି ବଡ ମୁହଁ କରିକିନି ହାଇ ଛାଡିବା ଉଚିତ ନୁହେଁ। ଶରୀର ହଁ? ଆଉ ଯଦି ଛିଙ୍କିବା, ମୁହଁ ହାତ ଦେଇକିନି ଛିଙ୍କିବା ଉଚିତ। ଡାଇରେକ୍ଟ ଛିଙ୍କିଲେ କାହା ଉପରେ ଛେପ ପଡିଯିବ, ଅଶୁଦ୍ଧ ହେଇଯିବ। ତେଣୁ ହାତ ରଖିକିନି ଛିଙ୍କିବା ଉଚିତ। ଜୋରରେ ମଧ୍ୟ ହସିବା ଉଚିତ। ବେଳେ ଲୋକ ହସନ୍ତି ଏମିତି, ପୁରା ଏକଦମ କମ୍ପେଇ ଦିଅନ୍ତି ହଲ। ହସିଲା ବେଳେ ବି ଶାଳୀନତା ରଖିବା ଉଚିତ। ବୈଷ୍ଣବ ସଦାଚାର ଅନୁସାରେ ହସିବା ସମୟରେ ବି ଗୋଟେ ସାବଧାନ ହେଇ ହସିବା ଉଚିତ। ଆମର ହସ କାର କାଳ ହେଇପାରେ। ଆଜି ରୂପ ଗୋସ୍ୱାମୀ ପାଦଙ୍କର ଆଜି ହଉଛି ତିରୋଭାବ ତିଥି। ଥରେ ରୂପ ଗୋସ୍ୱାମୀ ପାଦ ରହୁଥିଲେ କୋଉଠି ନା ନନ୍ଦଗ୍ରାମ ସ୍ଥିତ ଟେର କଦମରେ। ସେଇଠି ତାଙ୍କର ଭଜନ ସ୍ଥଳୀ ଥିଲା। ପରବର୍ତ୍ତୀ ସମୟରେ ସେ ଭଜନ ସ୍ଥଳୀ କୋଉଠି ବନେଇଲେ ନା ରାଧା ଦାମୋଦର ମନ୍ଦିରରେ। ତେଣୁ ସେ ଟେର କଦମ୍ବରେ ରୂପ ଗୋସ୍ୱାମୀ ପାଦ ଅନେକ ଲୀଳା ସ୍ଫୂର୍ତ୍ତି ହଉଥିଲା ଭଗବାନ ରାଧାକୃଷ୍ଣଙ୍କର। ହୁଁ ଥରେ କଣ ଦେଖିଲେ ସେ ଲୀଳା ନା ଥରେ ରୂପ ଗୋସ୍ୱାମୀ ପାଦ ଦେଖିଲେ ନା କୃଷ୍ଣ ରାଧାରାଣୀ ଆସିଛନ୍ତି ଫୁଲ ତୋଳିବା ପାଇଁ। ଆଉ ରାଧାରାଣୀ ଯେତେବେଳେ ଫୁଲ ତୋଳିବାକୁ ଆସିଛନ୍ତି ଦେଖିଲେ ସେ ଗଛର ଡାଳ ଗୁଡା ବହୁତ ଉପରେ, ତାଙ୍କ ହାତ ପହଞ୍ଚୁନି। ତେଣୁ କୃଷ୍ଣ ଗଛ ଉପରେ ଚଢି କଣ କଲେ ନା ସେ ଡାଳି ଗୁଡାକୁ ଟିକେ ତଳେଇ ଦେଲେ, ତଳକୁ କରିଦେଲେ, ତାକେ ରାଧାରାଣୀଙ୍କ ହାତ ପହଞ୍ଚି ଯାଉ। ଯେମିତି ରାଧାରାଣୀ ଖୁସି ହେଇଗଲେ, ହାତ ଧରି ପକେଇଲେ ଡାଳଟାକୁ, ତୁରନ୍ତ କୃଷ୍ଣ ଛାଡିଦେଲେ। ରାଧାରାଣୀ ଉପରକୁ ଚଢିଗଲେ, ଲଟକିକି ଅଛନ୍ତି। ହଁ, କୃଷ୍ଣଙ୍କର ଏ ଲୀଳା ଦେଖି ରୂପ ଗୋସ୍ୱାମୀ ପାଦ ହସୁଛନ୍ତି। ସେ ହସିବାରେ ଏତେ ଆନନ୍ଦିତ, ଲୀଳା ଲୀଳା ସ୍ଫୂର୍ତ୍ତି ହେଲା ତାଙ୍କର। ସେଇ ସମୟରେ ବ୍ରଜବାସୀ ଯିଏ ଟିକେ ଅପଙ୍ଗ, ଆଁ, ଆଁ, ସିଏ ସେତେବେଳେ ଯାଉଥିଲେ। ତାଙ୍କୁ ଲାଗିଲା କି ସେ ରୂପ ଗୋସ୍ୱାମୀ ପାଦ ହସୁଛନ୍ତି ମୋ ଶରୀର ଦେଖିକିନି। ୟା ଅଷ୍ଟବକ୍ର ଥିଲେ, ତେଣୁ ତାଙ୍କର ଅପରାଧ ହେଲା, ଲୀଳା ସ୍ଫୂର୍ତ୍ତି ବନ୍ଦ ହେଇଗଲା ରୂପ ଗୋସ୍ୱାମୀ ପାଦଙ୍କର। ସେହିପରି ଜନକ ରାଜାଙ୍କ ଦରବାରରେ ଯେତେବେଳେ ଅଷ୍ଟବକ୍ର ପଶିଲେ, ଅଷ୍ଟବକ୍ର ତ 8 ସ୍ଥାନ ତେଢା, ସେ ଚାଲିଲେ ଏମିତି ଶରୀର ପୁରା ବୁଲେଇ ବୁଲେଇ ଚାଲନ୍ତି। ତେଣୁ ତାଙ୍କ ସଭାରେ ଥିବା ଲୋକମାନେ ହସିଲେ ତାଙ୍କୁ ଦେଖି। ହଁ, ତେଣୁ ସେ ଅଷ୍ଟବକ୍ର କହିଲେ ଜନକ ରାଜାଙ୍କୁ, ମୁଁ ଭାବିଥିଲି ଆପଣଙ୍କ ରାଜା ତ ଆପଣଙ୍କ ସଭାରେ ସବୁ ପଣ୍ଡିତ ମାନେ ଥିବେ। ମତେ ଲାଗୁଛି ଆପଣଙ୍କ ସଭାରେ ତ ଏଇ ସବୁ ଚମାର ମାନେ ଅଛନ୍ତି, ଯେ ଚମଡା ଦେଖୁଛନ୍ତି। ହୁଁ ତେଣୁ ହସିବା ସମୟରେ ବଡି ସାବଧାନ ରହିବା ଆବଶ୍ୟକ। ଆମର ହସ ଯୋଗୁ କାହାର ମନରେ କଷ୍ଟ ୟା ଅପରାଧ ହେଇପାରେ। ହସିବା, କିନ୍ତୁ କେତେ ହସିବା ନା ପିତୁଲି ହସିବା, ବେଶୀ ଉଚ୍ଚ ସ୍ୱରରେ ହସିବା ଠିକ ନୁହେଁ। ଖୁବ ଜୋରରେ ଶବ୍ଦ କରି ଅପାନ ବାୟୁ ତ୍ୟାଗ କରିବା ଉଚିତ ନୁହେଁ। ବେଳେ ବେଳେ ତେଣୁ ଆମ ଶରୀରରେ କେତେ ପ୍ରକାର ବାୟୁ ଅଛି? ଅପାନ ବାୟୁ, ପ୍ରାଣ ବାୟୁ, ପ୍ରାଣ ବାୟୁ, ଉଦାନ ବାୟୁ, ସମନ ବାୟୁ, ବ୍ୟାନ ଆଉ ପାନ। ଅପାନ ମାନେ ତଳ ବାଟେ ଯୋଉ ବାହାରେ, ବେଳେ ବେଳେ ଗ୍ୟାସ ହେଇଯାଏ ଶରୀରରେ। ହଁ, ଆଉ ଶରୀରର ସ୍ୱାଭାବିକ ସ୍ଥିତି ବାୟୁ ନିଷ୍କାସିତ ହୁଏ। ବେଳେ ବେଳେ ବାୟୁ ମୁହଁ ଦେଇ ବାହାରେ, ବେଳେ ବାୟୁ ତଳ ପଟେ ବାହାରେ। ତେଣୁ ଜୋର ଠୋ କରି ପାଡିକିନି ଛାଡିବା କଥା ନୁହେଁ। ହଁ, ସାମ୍ନାରେ କିଏ ଅଛି ନ ଅଛି, ତେଣୁ ସାବଧାନ ରହିବା ଉଚିତ। ଅପାନ ବାୟୁ ତ୍ୟାଗ କରିବା ସମୟରେ ବି ଆମେ ଖୁବ ଜୋରରେ ଶବ୍ଦ କରି କରିବା ଉଚିତ ନୁହେଁ। ହୁଁ, ପୁରା ଏକଦମ ହଲ କମ୍ପିଯିବ, ପୁରା ସମସ୍ତଙ୍କ ଆଟେନସନ ଆସିଯିବ। ଇଏ ସଦାଚାର ନୁହେଁ, ସାବଧାନ ରହିବା ଉଚିତ। ରାତ୍ରି ସମୟରେ ଶ୍ମଶାନ, ଉଦ୍ୟାନ ଓ ବ୍ୟଭିଚାରୀ ସ୍ତ୍ରୀଙ୍କ ସହ ସଙ୍ଗ କରିବା ଉଚିତ ନୁହେଁ। ହୁଁ, ତେଣୁ ବେଳେ ବେଳେ ଜଣେ ଜଣେ ସାଧକଙ୍କର ପୁରୁଣା ଅଭ୍ୟାସ ଥାଏ। ଭୁବନେଶ୍ୱରରେ ମୁଁ ଶୁଣିଥିଲି ଗୋଟେ ପ୍ରସଙ୍ଗ, କି ଜଣେ ଆଶ୍ରମ ଭକ୍ତ ପାଚିରି ଡେଇଁକି ଯାଉଥିଲେ କୋଉଠି ସ୍ତ୍ରୀ ସଙ୍ଗ କରିବା ପାଇଁ। ଆଉ ଗୌରଗୋବିନ୍ଦ ମହାରାଜ ଜାଣିଗଲେ, ତାକୁ ଡାକିକିନି ତା ଶିଖା କାଟିଦେଲେ, କହିଲେ ଯା ବାହାର ଏଠୁ, ମୁଁ ତତେ ଆଜିଠୁ ଶିଷ୍ୟତ୍ୱରୁ ମୁକ୍ତ କରିଦେଲି। ହୁଁ, ତେଣୁ ଆମେ ମାନେ ଯେହେତୁ ଆମେ ଗୁରୁଙ୍କୁ ବଚନ ଦେଇଛେ, ଭଗବାନଙ୍କୁ ବଚନ ଦେଇଛେ, ତେଣୁ ବ୍ୟଭିଚାରୀ ସ୍ତ୍ରୀ, ଉଦ୍ୟାନ ବୁଲିବା ଏସବୁ କାର୍ଯ୍ୟ କରିବା ଉଚିତ ନୁହେଁ। ପତିତ ବ୍ୟକ୍ତିଙ୍କର ଆଶ୍ରୟରେ ରହିବା ଉଚିତ ନୁହେଁ। ପୀଡିତ, ଯୋଉମାନେ ସବୁ ଅ, ଧର୍ମ ବିପରୀତ କାର୍ଯ୍ୟ କରୁଛନ୍ତି, ଯୋଉମାନେ ହୁଁ ଖରାପ ଅଭ୍ୟାସର ଶିକାର ଅଛନ୍ତି, ସେଭଳିଆ ଲୋକଙ୍କର ସଙ୍ଗ କରିବା ଉଚିତ ନୁହେଁ। ହୁଁ, ବରିଷ୍ଠ ଲୋକ ସମ୍ମିଳିତ ଥିବା ସ୍ଥାନରେ ପାଦ ଲମ୍ବାଇ ବସିବା ଉଚିତ ନୁହେଁ।
ଅନ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ସର୍ବଦା ନିଜ ପାଦକୁ ଢାଙ୍କି ରଖିବା ଉଚିତ। ତେଣୁ ଏ ବିଷୟରେ ଆମେ ଚର୍ଚ୍ଚା କରିଛେ ମନ୍ଦିରରେ କେମିତି ବସିବାକୁ ହୁଏ। ତେଣୁ ଯୋଉ ସ୍ଥାନରେ ବରିଷ୍ଠ ଲୋକମାନେ ବସିଛନ୍ତି ସେଠି ପାଦ ଲମ୍ବେଇ ବସିବା ୟା ପାଦକୁ ଖୋଲି ବସିବା ଉଚିତ ନୁହେଁ। ଭଗବାନ ବି ଚରଣ କମଳ ଦେଖଉଛନ୍ତି, ଆମେ ବି ଆମ ଚରଣ କମଳ ଦେଖଉଛେ, ଦେଖ ଆମ ଚରଣ କମଳ। ହଁ, ଇଏ ସଦାଚାର ନୁହେଁ। ଆମ ଚରଣ କମଳକୁ ଢାଙ୍କିକି ରଖିବା ଉଚିତ। ଭୋଜନ ଗ୍ରହଣ ସମୟରେ ଥୁ କରିବା ଉଚିତ ନୁହେଁ। ହୁଁ। ତେଣୁ ଅ ଭକ୍ତିର ସାମୃତରେ ବି 64 ପ୍ରକାର ସେବା ଅପରାଧ ବିଷୟରେ କୁହାଯାଇଛି। ତେଣୁ ଆମେ ସେସବୁ ସାବଧାନ ରହିବା ଉଚିତ। ନିଜର ପୁତ୍ର କିମ୍ବା ଶିଷ୍ୟ ଅନ୍ୟ କେହି ବ୍ୟକ୍ତିଙ୍କୁ କିଛି ଶିଖାଇବା ସମୟରେ କ୍ରୋଧୀ ହବା ଉଚିତ ନୁହେଁ। ତେଣୁ ଜଣଙ୍କୁ ଶିକ୍ଷା ସମୟରେ ଆମେ ଗୋଟେ ସାବଧାନ ସହକାରେ ଶିଖାଇବା। କାହାର ମସ୍ତକକୁ ଆଘାତ କରିବା ବା କାହା ମସ୍ତକରୁ କେଶ ଟାଣିବା ଉଚିତ ନୁହେଁ। ଆଁ, ତେଣୁ କାହାକୁ କଷ୍ଟ ଦେଲା ଭଳିଆ କାର୍ଯ୍ୟ ବୈଷ୍ଣବ କରେ ନା। ବୈଷ୍ଣବ ପର ଦୁଃଖେ ଦୁଃଖୀ। ହୁଁ। ଯେଉଁଠାରେ କାହାକୁ ଅପମାନ ଦିଆଯାଇଥାଏ ସେ ସ୍ଥାନ ଶୀଘ୍ର ଛାଡିଦେବା ଉଚିତ। ତେଣୁ ଯେତେବେଳେ ଭକ୍ତ କୌଣସି ସ୍ଥାନରେ ଠିଆ ହେଇଛି, ଆଉ ଜଣେ ଭକ୍ତର ନିନ୍ଦା ହଉଛି, ଅପମାନ ହଉଛି, ତେଣୁ ସେ ସ୍ଥାନକୁ ଶୀଘ୍ର ପରିତ୍ୟାଗ କରିବା ଉଚିତ। ନିଜର ପ୍ରଶଂସା କରିବା ଉଚିତ। ବେଳେ ବେଳେ ଭକ୍ତ ଯାଇ କଣ ନିଜର ଜାଣିଛନ୍ତି ପ୍ରଭୁ, ମୁଁ ଆଜି ଏତେ ବହି ବାଣ୍ଟିକି ଆସିଲି, ମୁଁ ଆଜି ଏତେ କଲେକ୍ସନ ଆଣିଛି। ମନରେ ଟିକେ ଇଚ୍ଛା ଥାଏ, ମୁଁ ଟିକେ ଶୁଣିବାକୁ ଚାହୁଁଛି, ମୁଁ ଏତେ କଲେକ୍ସନ ଆଣିଛି। ମୁଁ ଆଜି ଏତେ ଲୋକଙ୍କୁ ଯୋଡ଼ିଲି ମନ୍ଦିରରେ। ନିଜ ପ୍ରଶଂସା ଶୁଣିବା ଉଚିତ ନୁହେଁ। ଉଲଗ୍ନ ସ୍ତ୍ରୀ କିମ୍ବା ପୁରୁଷ ଚିତ୍ର ଦେଖିବା ଉଚିତ ନୁହେଁ। ବେଳେ ବେଳେ ଆମେ ଆଜିକାଲି କଳିଯୁଗର ପ୍ରଭାବ, ବାହାରକୁ ଗଲେ ଅନେକ ଅନେକ ପୋଷ୍ଟର ବୋଷ୍ଟର ଲାଗିଥାଏ ଆଡଭର୍ଟାଇଜମେଣ୍ଟ। ତେଣୁ ସେ ଆଡକୁ ଦୃଷ୍ଟି ନ ଯାଉ, ସାବଧାନ ରହିବା ଉଚିତ। ନଦୀ କିମ୍ବା ପୋଖରୀରେ ଛେପ ପକାଇବା ଉଚିତ ନୁହେଁ। ମୁଖ ବା ନାଳରେ ହାତ ଦେବା ପରେ ତାକୁ ଧୋଇ ଦେବା ଉଚିତ। ନାକରେ, ମୁଖ ୟା ନାକରେ ଯଦି ମୁହଁରେ ହାତ ପୁରେଇ ଦେଲେ, ଛୁଇଁ ଦେଲେ ମୁହଁକୁ, ତାହେଲେ ଅଶୁଦ୍ଧ ହେଇଯାଏ। ତେଣୁ ତାକୁ ତୁରନ୍ତ ହାତ ଧୋଇବା ଉଚିତ। କିମ୍ବା ନାକରେ ବେଳେ ନାକ କୁଣ୍ଡେଇ ହୁଏ, ନାକ ହାତ ପୁରାନ୍ତି, କାନରେ ହାତ ପୁରାନ୍ତି, ହାତ ଧୋଇବା ଉଚିତ। ଖୁବ ଜୋରରେ ଦ୍ୱାର ବନ୍ଦ କରିବା ଉଚିତ। ବୋଲେ କବାଟ ବେଳେ ଖଟକିନି ବନ୍ଦ କରେ, ଜଣେ ଜଣେ ଝରକା ପୁରା ଫଟକିନି ବନ୍ଦ କରନ୍ତି, ସେମିତି କରିବା କଥା ନୁହେଁ। ପୁରା ଆରାମରେ କରିବା କଥା, ସଦାଚାର ଶୁଣି। ଯଦି ଏହା ସାଧାରଣ ତ୍ରୁଟି ଅଟେ, ତଥାପି ଏହାର ପରିଣାମ ସମସ୍ତଙ୍କୁ ବିଚଳିତ କରେ ଏବଂ ଦାୟିତ୍ୱହୀନତାର ଲକ୍ଷଣ ଅଟେ। ନୈତିକ ନିୟମକୁ ପାଳନ କରିବା ଆଧ୍ୟାତ୍ମିକ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ଲକ୍ଷଣ ଅଟେ। हमारी संस्कृति हमारी विरासत। ତେଣୁ ଆମେ ଏ ସଂସ୍କୃତି ପାଳନ କରିବା ବହୁତ ଆବଶ୍ୟକ। ଜଣେ ଉତ୍ତମ ଆଦର୍ଶ ଭକ୍ତ ହେବା ପାଇଁ ଏ ସଦାଚାର ଆମକୁ ସହାୟକ ହେଇଥାଏ। ତେଣୁ ଆମେ ଏଇ ସବୁ ଯୋଉ ସଦାଚାର ବିଷୟରେ ଚର୍ଚ୍ଚା କରୁଛେ, ତା ବିଷୟରେ ଅବଗତ ହେଲେ ଆମେ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗ କରିପାରିବା। ଆଉ ଅନ୍ୟକୁ କଷ୍ଟ ଦେବା ନାହିଁ। ତେଣୁ ଭକ୍ତମାନଙ୍କର ସ୍ୱଭାବ କଣ? ଗୋଟେ ହୃଦୟ କୋମଳ। ଆମେ ଭକ୍ତି କରୁଛେ କେମିତି ଜାଣିବା ଯେ ଭକ୍ତିରେ ଆମେ ଭଲ ସ୍ଥିତିରେ ଅଛେ? ନା ଧୀରେ ଧୀରେ ଆମର ହୃଦୟ ଆହୁରି କୋମଳ ହଉଛି। କିନ୍ତୁ ଅନ୍ୟ ବ୍ୟକ୍ତି ବିଷୟରେ ବି ଆମେ ଭାବୁଛେ, ନିଜ କଥା ତ ଭାବୁଛେ, ତା ଛଡା ଆମେ वी आर सेंसिटिव टुवर्ड्स अदर्स। କି ମୋର ଆଚରଣ ପାଇଁ ଅନ୍ୟ କାହାକୁ କଷ୍ଟ ହଉନି ତ? ବେଳେ ବେଳେ ଆଶ୍ରମ ଜଣେ ବିଶ୍ରାମ କରୁଥାନ୍ତି, ଫଟକି ରାତିରେ ଲାଇଟଟାକୁ ଅନ୍ କରିଦବ। ଆରେ ତାର ନିଦ ଖରାପ ହବ, ଟିକେ ଚିନ୍ତା ନାହିଁ, ମୋର କାମ ହବା ଦରକାର ନା। ଇଏ ଅଭ୍ୟାସ ଭଲ ନୁହେଁ। ଜଣେ ଭକ୍ତ ମନ୍ଦିର ରୁମ ଭିତରେ ପଶିବ, ରୁମରେ ଆଉ 2-3 ଜଣ ଅଛନ୍ତି, ଜଣେ ଭକ୍ତ ଯଦି ବିଶ୍ରାମ କରୁଛି, ଜଣେ ଚିଲେଇ କଥା କହିବ, ସେ ଠିକ ନୁହେଁ। ଆକ୍ଚୁଆଲି ସଦାଚାର ପାଳନ କରିବା କଥା। ଆମେ ଯଦି ଭକ୍ତିରେ ବଢୁଛେ, ତାହେଲେ ଅନ୍ୟ ଭକ୍ତ ପାଇଁ ବି ଆମେ ସେତିକି ସେନ୍ସିଟିଭ ହବା ଉଚିତ। ଆକ୍ଚୁଆଲି କି ଆମର ଖରାପ ଅଭ୍ୟାସ, ଖରାପ ଆଚରଣ ଅନ୍ୟକୁ କଷ୍ଟ ନ ଦେଉ। ଦେଖିବ ଭକ୍ତର ସମୟ କେତେ ମହତ୍ୱପୂର୍ଣ୍ଣ। ଆଉ ଭକ୍ତ ଶରୀର ବିଶ୍ରାମ ଦେଲେ କାଲି ଭଲ ଭାବରେ ସେବା କରିପାରିବ। ଆଉ ସେ ଦିନେ ଯାକ ସେ ସେବାରେ ଲାଗିଛି, ତାକୁ ରାତିରେ ସମୟ ମିଳେ, ଖରାବେଳେ ଟିକେ ବିଶ୍ରାମ କରିଥାଏ। ତେଣୁ ଆମେ ଅନ୍ୟ ଭକ୍ତର ବିଷୟରେ ବି ଭାବିବା ଉଚିତ କି ମୋର କିଛି ଖରାପ ବ୍ୟବହାର ଯୋଗୁଁ ତାକୁ କଷ୍ଟ ନ ହଉ, ସାବଧାନ ରହିବା ଉଚିତ। ତେଣୁ କୌଣସି ଭକ୍ତ ଯଦି ବିଶ୍ରାମ କରୁଛନ୍ତି, ରାତିରେ ଯାଇ ଲାଇଟ୍ ଅନ୍ କରିଦେବା, ଜୋରରେ ଚିଲେଇବା, ଖଡ ଖଡ କରିବା, ଏସବୁ ଠିକ ନୁହେଁ। ବड़ी ସାବଧାନୀ ପୂର୍ବକ କରିବା ଉଚିତ। ଥିଲା ପ୍ରଭୁପାଦଙ୍କର ଶିଷ୍ୟ ଥିଲେ ଜୟାନନ୍ଦ ପ୍ରଭୁ। ଜୟାନନ୍ଦ ପ୍ରଭୁ ସବୁ ଭକ୍ତଙ୍କର ବଢିଆ ସେବା କରୁଥିଲେ। ହଁ, ରାତି ଯାକ ଜାଗୁଥିଲେ, ଦିନେ ଯାଇ ଟ୍ୟାକ୍ସି ଚଲୁଥିଲେ। ସେ ଅନ୍ୟ ଭକ୍ତ ପାଇଁ ବଢି ଚିନ୍ତିତ ଥିଲେ। ତେଣୁ ଆମେ ମାନେ ଅନ୍ୟ ଭକ୍ତଙ୍କ ବିଷୟରେ ବି ଚିନ୍ତା କରିବା। ବେଳେ ବେଳେ ଭକ୍ତ ନିଜେ ପ୍ରସାଦ କମ ପାଇକି, ଅନ୍ୟ ଭକ୍ତ ଯଦି ପ୍ରସାଦ ନ ପାଇଛି,
ତାକୁ ଦେଇକି ସାହାଯ୍ୟ କରେ ଆକ୍ଚୁଆଲି। ତେଣୁ ଆମେ ସ୍ୱାର୍ଥପର ହବାନି, ଆମେ ଅନ୍ୟକୁ ସହାୟତା କଲେ ଆମକୁ ବେଶୀ ପ୍ରସନ୍ନତା ହବ, ଭଗବାନ ବେଶୀ ପ୍ରସନ୍ନ ହେବେ ଆକ୍ଚୁଆଲି। ତ ଡିଭୋଟି ସୁଡ୍ ବି ଭେରି ସେନ୍ସିଟିଭ ଇନ୍ ଡିଲିଂ, କି ମୋର ଖରାପ ଆଚରଣ, ମୋର ବ୍ୟବହାର, ମୋର ଅସାବଧାନତା ଅନ୍ୟକୁ କଷ୍ଟ ତ ଦଉନି। ସୋ ଏହି ପ୍ରକାର ଭକ୍ତକୁ ବଡି ସାବଧାନ ହବା ଉଚିତ। ତେଣୁ ଆମେ ଯେତେବେଳେ ରୁମରେ ଡେରି ରାତିରେ ରୁମକୁ ଆସିବା, କେ ଦିନ ବେଳା କିଏ ବିଶ୍ରାମ କରୁଛନ୍ତି, ଆଖପାଖର ପରିବେଶକୁ ଦେଖିବା, କି ମୋ ଯୋଗୁଁ କି ଅନ୍ୟ ଭକ୍ତ ପ୍ରଭାବିତ ହଉନାହାନ୍ତି ତ, ତେଣୁ ସାବଧାନ ରଖିବା ବହୁତ ଆବଶ୍ୟକ। ତେଣୁ ଆଜି ଆମେ କିଛି ସଦାଚାର ବିଷୟରେ ଚର୍ଚ୍ଚା କଲେ। ଗୋଟିଏ ସଦାଚାର ହେଲା କି ଭଗବାନଙ୍କ ଅର୍ପିତ ନିର୍ମାଲ୍ୟ ପ୍ରସାଦ, ୟା ଯୋଉ ଘିଅ ଦୀପ, ୟା ପୁଷ୍ପ ଆଦି କେମିତି ଆମେ ଅର୍ପଣ କରିବା, କେମିତି ତାକୁ ସମ୍ମାନ କରିବା, ସେ ବିଷୟରେ ଚର୍ଚ୍ଚା କଲେ। ଆଉ ଭଗବାନଙ୍କର ଯୋଉ ଶୁଦ୍ଧ ବସ୍ତୁ ଗୁଡ଼ିକ ଅଛି, ତଦୀୟ ବସ୍ତୁ ଗୁଡ଼ିକ ଅଛି, ତାକୁ କେମିତି ସାବଧାନ ସହକାର ରଖିବା, और ଆଉ କିଛି ସଦାଚାର ବିଷୟରେ ଚର୍ଚ୍ଚା କଲେ। ତେଣୁ ଆଗକୁ ଆମେ ନେକ୍ସଟ କ୍ଲାସରେ ଚର୍ଚ୍ଚା କରିବା କୀର୍ତ୍ତନ କରିବା ପାଇଁ କଣ ସଦାଚାର, ନେକ୍ସଟ କ୍ଲାସରେ ଚର୍ଚ୍ଚା କରିବା। ଆଉ ଯଦି କାହାର କିଛି ପ୍ରଶ୍ନ ଥାଏ, ପ୍ରଶ୍ନ ପଚାରି ପାରନ୍ତି। ଆଜିର କ୍ଲାସ ସମ୍ବନ୍ଧରେ କିଛି କାହାର ଜିଜ୍ଞାସା ଥାଏ, ପ୍ରଶ୍ନ ଥାଏ, ତାହେଲେ ପଚାରି ପାରନ୍ତି। ଦଣ୍ଡ ପ୍ରଣାମ। ଦଣ୍ଡବତ ପ୍ରଣାମ। ଭକ୍ତ ପଚାରୁଛନ୍ତି, କୁକୁରକୁ ଯଦି ଆମେ ଛୁଇଁବା ତାହେଲେ କଣ ସ୍ନାନ କରିବା ଉଚିତ? କୁକୁର? ଆଜ୍ଞା ପ୍ରଭୁ। ହଁ, କୁକୁର ଛୁଇଁଲେ ତ ଅଶୁଦ୍ଧ ହେଇଯିବା। ସେଇଟା ଆଜ୍ଞା, ମାନେ ଭକ୍ତ ମାନେ ପଚାରୁଛନ୍ତି, ଯେତେବେଳେ ଆମେ କଲେକ୍ସନ ଯୋଉ କୁକୁର ବିଲେଇ ମାନେ ଆସିକି ମାନେ ଆକ୍ଚୁଆଲି ଯଦି ଆମେ ବାହାରେ ଅଛୁ, ହଠାତ୍ କି ତ ଗାଧେଇ ପାରିବା ନାହିଁ। ଆଜ୍ଞା ଯଦି ଆମେ ଯଦି ସ୍ନାନ କରିବାର ମାନେ ପରିବେଶ ନାହିଁ, ପରିସ୍ଥିତି ନାହିଁ, ତାହେଲେ ଆମେ ଯୋଉ ଅପବିତ୍ର ପବିତ୍ର ବା ସର୍ବାବସ୍ଥାଙ୍ଗତମପି ବା ଯୋସ୍ମରେତ ପୁଣ୍ଡରୀକାକ୍ଷଂ ସବାହ୍ୟଂ ଅଭ୍ୟନ୍ତର, ଶୁଦ୍ଧି ମନ୍ତ୍ର ଗାଇପାରିବା, ଟିକେ ଜଳ ଛିଟା ଦେଇପାରିବା। ଆମ ପାଖରେ ଯେ ପାଣି ଅଛି, ନହେଲେ ପାଖରେ କୌଣସି ନଳରୁ ପାଣି ନେଇ ଶୁଦ୍ଧି କରି ସ୍ୱଚ୍ଛ କରି, କିନ୍ତୁ ଫଟକି ତ ଗାଧେଇ ପାରିବାନି ବାହାରେ ଅଛେ ଯଦି। ଆଜ୍ଞା ପ୍ରଭୁ। କିନ୍ତୁ ଆମେ ଆମେ ଯଦି ପୂଜାରୀ ସେବାରେ ଅଛେ, ମନ୍ଦିର ସେବାରେ ଅଛେ, କୁକୁର ସ୍ପର୍ଶ କଲେ ଆମକୁ ସ୍ୱଚ୍ଛତା ଦୃଷ୍ଟିରୁ କରିବା ଉଚିତ ଆକ୍ଚୁଆଲି। ଆଉ ଯଦି ଆମେ ବାହାରେ ଅଛେ, ପ୍ରଚାର ଅଛେ, ସେଠି ଗାଧେଇ ହବନି, ତାହେଲେ ଆମେ ଜଳ ଛିଟା ଦେବା, ଶୁଦ୍ଧି ମନ୍ତ୍ର ଗାଇ ପାରିବା। ଆଉ ଗୋଟେ ପ୍ରଭୁ, ଯେମିତି ମାନେ ହସ୍ପିଟାଲ ଗଲେ ବି କଣ ସ୍ନାନ କରିବା ଉଚିତ? ଯେମିତି ସେଠି ତ ଅନେକ ପେସେଣ୍ଟ, ଅନେକ ଲୋକ, ତ ଯଦି ହଁ, କ୍ୟାମ୍ପ ରିପୋର୍ଟ କରି। ହସ୍ପିଟାଲ ଆମେ ଯଦି ପ୍ରଚାର କାର୍ଯ୍ୟ ଯାଉଛି, ଡକ୍ଟରଙ୍କୁ ମିଳୁଛେ, ଯେହେତୁ ବାତାବରଣ ଅଶୁଦ୍ଧ, କେତେ ପ୍ରକାର ଅଶୁଦ୍ଧ ସ୍ଥିତି ରହୁଛି, ତେଣୁ ଆମେ ଯଦି ଲାଗୁଛି ଆମେ ଅଶୁଦ୍ଧ ହେଇଯାଉଛି, ତାହେଲେ ଜଳ ଶୁଦ୍ଧି ମନ୍ତ୍ର ୟା ଶୁଦ୍ଧି ମନ୍ତ୍ର ୟା ଜଳ ଛିଟା ଦେଇପାରିବା। ସ୍ନାନ ତ କରିହବନି ହଠାତ୍ କିନି, ପାଣି ଛିଟା ଦେଲେ ବି ଚଳିବ। ଠିକ ଅଛି। ଆଜ୍ଞା। ହଉ, ଆଉ ଯୋଉ ଚାରୋଟି ଏସେନ୍ସ କହିଲେ ନା, ଯେମିତି ପ୍ୟୁରିଟି, ଆଉ ଚାରୋଟି ଟିକେ ଭଲ ଭାବେ କୁହନ୍ତୁ ପ୍ରଭୁ, ମାନେ କିଛି ନୋଟ ବି କରିନାହାନ୍ତି, ତ ସେଟା ପଚାରୁଛନ୍ତି, ଟିକେ ଓଡିଆରେ ହଁ, ବୁଝାନ୍ତୁ। ଗୋଟା ହଉଛି ପ୍ରଭୁପାଦ ଯୋଉ ଚାରିଟା ସ୍ତମ୍ଭ ଦେଇଛନ୍ତି, ଆଜ୍ଞା ଇସ୍କନ ପ୍ରଭୁ। ଯୋଉ ଚାରିଟା ସ୍ତମ୍ଭ ଉପରେ ଠିଆ ହେଇଛି। ପ୍ରଥମ ହଉଛି ବୁକ୍ସ ଆର୍ ବେସିସ୍, ବୁକ୍ସ ଆର୍ ବେସିସ୍, ପୁସ୍ତକ ହିଁ ଆଧାର, ବୁକ୍ସ ଆର୍ ବେସିସ୍। ଆଜ୍ଞା ପ୍ରଭୁ। ତେଣୁ ସେକେଣ୍ଡ ହଉଛି ପ୍ୟୁରିଟି ଇଜ ଫୋର୍ସ, ଶୁଦ୍ଧତା ହିଁ ବଳ। ହଁ, ଭକ୍ତି କରିବା ପାଇଁ, ପ୍ରଚାର କରିବା ପାଇଁ, ସେବା କରିବା ପାଇଁ ଶୁଦ୍ଧତା ଆବଶ୍ୟକ। ଶୁଦ୍ଧତା କୋଉଠୁ ଆସେ? ନା ଏହି ପୁସ୍ତକରୁ ସାଧନା କଲେ। ପ୍ୟୁରିଟି ଇଜ ଫୋର୍ସ, ଶୁଦ୍ଧତା ହିଁ ବଳ। ତୃତୀୟ ସିଦ୍ଧାନ୍ତ ହଉଛି ପ୍ରିଚିଂ ଇଜ ଏସେନ୍ସ, ପ୍ରଚାର ହିଁ ସାର। ତୃତୀୟ ନିୟମ ହଉଛି ପ୍ରିଚିଂ ଇଜ ଏସେନ୍ସ, ପ୍ରଚାର ହିଁ ସାର। ତେଣୁ ଭକ୍ତି ସିଦ୍ଧାନ୍ତ ମହାରାଜ କହନ୍ତି, ପ୍ରାଣ ଅଛି ଯାର ସେ ହେତୁ ପ୍ରଚାର। ତେଣୁ ପ୍ରଚାର କଲେ ଆମେ ଭକ୍ତିରେ ରହିପାରିବା, ପ୍ରଚାର ନ କଲେ ଆମର ଭକ୍ତି ଶୁଖିଯିବ ଆକ୍ଚୁଆଲି। ପ୍ରଚାର କରିବା ବହୁତ ଆବଶ୍ୟକ, ଚାहे ପୁସ୍ତକ ବିତରଣ କରି ହଉ, ପ୍ରବଚନ ହଉ, ମନ୍ଦିର ସେବା ହଉ, କାହାକୁ ପ୍ରସାଦ ଦେଇ ହଉ, ଅଲଗା ଅଲଗା ପ୍ରକାର। ଏ ତୃତୀୟ ନିୟମ। ଚତୁର୍ଥ ନିୟମ ହଉଛି ୟୁଟିଲିଟି ଇଜ ପ୍ରିନ୍ସିପଲ। ୟୁଟିଲିଟି ଇଜ ପ୍ରିନ୍ସିପଲ, କି ସବୁ ଜିନିଷର ଉପଯୋଗ ଭଲ ଭାବରେ କରିବା ଉଚିତ, କାହାକୁ ଅପବ୍ୟୟ କରିବା ଉଚିତ ନୁହେଁ, ନଷ୍ଟ କରିବା ଉଚିତ ନୁହେଁ। ଏଇ ଚତୁର୍ଥ ସିଦ୍ଧାନ୍ତ। ଯଦି ମୁଁ ଉଦାହରଣ ଦେଲି, ପ୍ରଭୁପାଦ ପଇସା ବଞ୍ଚଉଥିଲେ, ହଁ, ରିକ୍ସାରେ ନ ଯାଇ ଚାଲି ଚାଲି ଯାଉଥିଲେ। ଚିଠି ପତ୍ର ଆସିଲେ ତାହାର ଯୋଉ ଲଫାଫା କଭରକୁ ଫାଡିକିନି ସେଥିରେ ପତ୍ରାଚାର କରୁଥିଲେ। କୌଣସି ଜାଗାରେ ଯଦି ନଳ ଚାଲିଛି, ପାଣି ବେକାର ଯାଉଛି, ନଳ ବନ୍ଦ କରିବା ଉଚିତ। ବେକାର ଯେ ଲାଇଟ୍ ଜଳୁଛି, ଲାଇଟ୍ ସୁଇଚ୍ ଅଫ୍ କରିଦେବା କଥା। ଇଏ ହଉଛି ୟୁଟିଲିଟି ପ୍ରିନ୍ସିପଲ। ଠିକ ଅଛି। ଠିକ ଅଛି। ଠିକ ଅଛି। ଆଉ କାହାର କିଛି ଅଛି ପ୍ରଶ୍ନ? ଦଉଛି, ଦଉଛି, ଦଉଛି।
হরে কৃষ্ণ, ধন্যবাদ, প্রণাম প্রভু। ধন্যবাদ, প্রণাম। এই অশুচি সম্পর্কে যেটা বললেন, অনেক সময় রাত্রে আমরা যে বিছানাতে ঘুমাই, দিনের বেলাও কি সেই বিছানাতে যদি ঘুমাই, তাহলে আমাদের যে কাপড়, সেটা কি অপবিত্র হয়ে যাবে? কি ঠিক না ঠিক না? হ্যাঁ, নিয়ম আছে যে যদি 1 ঘন্টা 45 মিনিট আগে বেশি সময় ঘুমান তাহলে স্নান করতে লাগে। বিছানাকে আপনার একটু জল ছিটা দিতে পারেন। হ্যাঁ, যে জায়গাতে আপনি ঘুমান ওই জায়গাটাকে স্বচ্ছ করতে লাগে। আমরা দিল্লি মন্দিরে ভক্তরা কি করি, যেটা রাত্র আপনার ফ্লোর চট্টানতে ঘুমাই, ওই বিস্তরগুলোকে সরানো পরে ওই নিচে জল দিয়ে একটু মুছে নেয়। হুম। তো না, আমরা তো বাইরে গেলে স্নান, আমরা উঠার পরে স্নান করতে যাই, আর ওই যে জায়গাটাকেও স্বচ্ছ করতে লাগে। আর আমরা যদি দিন বেলার কাপড় পরে রাত দুপুর বেলা ঘুমাই, তো অনেক ভক্তরা কাপড়টা বার করে গামছা পরে ঘুমায়, কাপড় অশুদ্ধ না হোক। আর যদি 10-15 মিনিট আধা ঘন্টা অব্দি ঘুমায় তাহলে অসুবিধা নাই। হ্যাঁ। তেন তাহলে কি করা যায় না, জল ছিটা দিতে পারেন, শুদ্ধি শুদ্ধি মন্ত্র পাঠ করে জল ছিটা দিতে পারেন বিছানা উপরে। ঠিক আছে, বুঝতে পারলেন প্রভু? রাত্রের বিছানাতে দিনের বেলা শোয়া যাবে? হ্যাঁ, আপনি জল ছিটা দিবেন, শুদ্ধি মন্ত্র, শুদ্ধি হলো জল ছিটা দিলে। বিছানা তো একটাই আপনার। ব্রহ্মচারী তো বেশি কাপড় টাপড় বেশি বিছানা রাখতে পারবো না আমরা, কি দিন বেলা একটা বিছানা রাত্রেবেলা একটা বিছানা, এটা সম্ভব নয়। কেউ কেউ চটাইতে ঘুমায়। যদি আপনাকে মনে হচ্ছে কি অশুদ্ধ হচ্ছে তাহলে জল ছিটা দিতে পারেন। জল ছিটা দিলেও শুদ্ধ হয়। জল অত পবিত্র। হ্যাঁ। না, জল তো দিনের বেলা বিছানাতে হ্যাঁ, না শুয়ে এমনি শোয়া যাবে? তাহলে আর বিছানায় স্পর্শ হচ্ছে না, মশারি আ- স্পর্শ। আপনার ঘুমানোর জন্য যে অধিকারী, মন্দির অধিকারী একটাই স্থান দিচ্ছেন। আপনি তো আলাদা আলাদা জায়গাতে ঘুমাতে পারবেন না। জায়গা জায়গা নির্ধারিত। কোথায় স্থান ঠিক কোথায়। আছে, স্থান ঠিক হ্যাঁ, আছে। তো হ্যাঁ, বিছানাটা যেমন ধরেন ফর্ম আছে, খাট আছে। বুঝলাম বুঝলাম। ওইটাই জল ছিটা দিবেন, জল ছিটাতে শুদ্ধ হলো। জল ছিটা দিতে পারেন, বুঝতে পারছেন? হ্যাঁ, হ্যাঁ। কিছু বলছেন প্রভু?